चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनिष्टं स्थापितं येन भूतले वन्देऽहं श्रीगुरुं श्रीयुतपदकमलं श्रीगुरुं वैष्णवांश श्रीरूपं साग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपदं सहगणललिता श्रीविशाखान्वितांश्च। हे कृष्ण करुणा सिंधु दीनबंधु जगोत्पति गोपेश गोपिका कांत राधाकांत नमोस्तुते। तप्त कांचन गौरंगी राधे वृंदावनेश्वरी वृषभानुसुत देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नमो महावदन्नाय कृष्ण प्रेम प्रदायते कृष्णाय कृष्णचैतन्य नाम्ने गौरीतिसे नमः। नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौर भक्तवृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। जय श्रील गुरुदेव, जय श्रील प्रभुपाद, जय गौर निताई, जय कृष्ण बलराम, जय जगन्नाथ बलदेव सुदर्शन, जय श्री श्री राधा गोविंद गौरचंद सीताराम लक्ष्मण। हरे कृष्ण। आज आम रामायण विषय किसी कथा कहवाई कथा देइथिलु किंतु मु प्रस्तुत है नहीं। तो आम प्रथम आरंभ करवा जयदेव गोस्वामींकर दशवध स्तोत्र रामंकर विषय गोटे स्तोत्र। रामंकर विषय रे जयदेव गोस्वामी से लिखिछन्ति वितरसी दिक्सुरने दिक्पति कमनीय दशमुख मौलि बलिंग रमणीय केशव धृत राम शरीर जय जगदीश हरे। अर्थात भगवान कृष्ण एक अवतारू राम स्वरूप। राम अन्य के नहंती, भगवान कृष्ण ही राम रूप धारण करी क्यों प्रकार लीला से करिछन्ति सेही कथा जयदेव गोस्वामी दशवध स्तोत्र रे रामंकर विषय कथा कहते। वितरसी दिक्सुरने दिक्पति कमनीय अर्थात 10टा दिग रही। तो 10टा दिग को गोटे गोटे दिग को भगवान रामचंद्र रणभूमि रावण सहित युद्ध करी रावण को 10टी मुंड छेदन करते। 10 दिग मध्य प्रत्येक दिग को से गोटे गोटे मुंड उपहार स्वरूप प्रदान कर।
ତେଣୁ ଏହି ପ୍ରସଙ୍ଗ ନେଇ ଜୟଦେବ ଗୋସ୍ୱାମୀ ସେ ଲେଖିଛନ୍ତି ବିତରସି ଦିକ୍ସୁରନେ ଦିକ୍ପତି କମନୀୟ ଦଶମୁଖ ମୌନି ବୋଲି ରମଣୀୟ। ଅର୍ଥାତ୍ ରାବଣଙ୍କ 10ଟି ମୁଣ୍ଡ। ରାବଣ ଯେତେବେଳେ ପ୍ରାସାଦରେ ରାଣୀଙ୍କ ସହିତ ଅବସ୍ଥାନ କରନ୍ତି ସେତେବେଳେ ତାଙ୍କର ଗୋଟିଏ ମୁଣ୍ଡ ଆଉ 2ଟି ହାତ, କିନ୍ତୁ ଯେତେବେଳେ ସେ ଯୁଦ୍ଧଭୂମିରେ ଉପସ୍ଥିତ ହେବେ ସେତେବେଳେ ତାଙ୍କ 10ଟି ମୁଣ୍ଡ ଆଉ 20ଟି ହାତ ପ୍ରକଟିତ ହୁଏ। ଏହିସବୁ ଭଗବାନ ରାମଚନ୍ଦ୍ରଙ୍କ ସହିତ ଯେତେବେଳେ ଯୁଦ୍ଧଭୂମିରେ ରାବଣଙ୍କ ସହିତ ଯୁଦ୍ଧ କରିଥିଲେ ସେତେବେଳେ ରାବଣଙ୍କର 10ଟି ମୁଣ୍ଡ ଆଉ 20ଟି ହାତ ପ୍ରକଟିତ ହୋଇଥିଲା। ତ ଭଗବାନ ରାମଚନ୍ଦ୍ର ରାବଣଙ୍କ ସହିତ ଯୁଦ୍ଧ କରି 10ଟି ମୁଣ୍ଡ ସବୁ ଛେଦନ କରିଥିଲା। ଗୋଟିଏ ଗୋଟିଏ ମୁଣ୍ଡ ଗୋଟେ ଗୋଟେ ଦିଗକୁ ଉପହାର ସ୍ୱରୂପ 10 ଦିଗକୁ ସେ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗ ନେଇ ଜୟଦେବ ଗୋସ୍ୱାମୀ ଏହି କଥା କହୁଛନ୍ତି ବିତରସି ଦିକ୍ସୁରନେ ଦିକ୍ପତି କମନୀୟ ଦଶମୁଖ ମୌନି ବୋଲି ରମଣୀୟ। କେଶବ ଧୃତ ରାମ ଶରୀର। କେଶବ କହିଲେ କ'ଣ ବୁଝାଉଛି? ମାନେ କୃଷ୍ଣ। କେଶବ କ ଈଶ ବ ଏ କଥା କୁହାଯାଉଛି। ଅର୍ଥାତ୍ କେଶବকে ବିଚ୍ଛେଦ କଲେ କ ଯୁକ୍ତ ଈଶ ଯୁକ୍ତ ବ। କର ଅର୍ଥ ବ୍ରହ୍ମା, ଈଶ ଅର୍ଥ ଶିବ ଆଉ ବ ଅର୍ଥ ବଶୀଭୂତ। ଏହିପରି ବଡ଼ ବଡ଼ ଦେବତା ବ୍ରହ୍ମା ଶିବ ଯାହାଙ୍କ ଦ୍ୱାରା ବଶୀଭୂତ ତାହାଙ୍କୁ କୁହାଯାଉଛି କେଶବ। ସେ କେଶବ ହେଉଛନ୍ତି ଭଗବାନ କୃଷ୍ଣ। କେଶବ ଧୃତ ଅର୍ଥାତ୍ ଧାରଣ କରି ଆସିଥିଲେ କେଉଁ ପ୍ରକାର ରାମ ଶରୀର। ଏ ରାମ ରୂପ ଧାରଣ କରି ସେ ଆସିଥିଲେ। ରାମ ରୂପ ଧାରଣ କରି ଆସି ଭଗବାନ କୃଷ୍ଣ କେଉଁ ପ୍ରକାର ରସ ଆସ୍ୱାଦନ କରିଥିଲେ ସେଇ କଥା ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ A.C. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କର ଗୁରୁଦେବ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ବ୍ୟାଖ୍ୟା କରିଛନ୍ତି। ତେଣୁ ଭଗବାନ କୃଷ୍ଣଙ୍କର ଅସଂଖ୍ୟ ଅବତାରା ହିଁ ହରି ଅସଂଖ୍ୟ ଅବତାରମାନଙ୍କ ମଧ୍ୟରୁ 10ଟି ପ୍ରମୁଖ ଅବତାରମାନଙ୍କୁ ନେଇ ଜୟଦେବ ଗୋସ୍ୱାମୀ 10 ଅବତାର ସ୍ତୋତ୍ର ଲେଖିଛନ୍ତି। ତ ପ୍ରତ୍ୟେକ ସ୍ତୋତ୍ର ଶେଷରେ ଏକା ପ୍ରକାର କଥା କୁହାଯାଉଛି। ପ୍ରଥମେ ଏ 10 ଅବତାର ସ୍ତୋତ୍ରମାନଙ୍କ ମଧ୍ୟରୁ ପ୍ରଥମ ଭଗବାନ କୃଷ୍ଣ ଅର୍ଥାତ୍ କେଶବ ଧୃତ ମୀନ ଶରୀର ମତ୍ସ୍ୟ ରୂପ ଧାରଣ କରି ଆସିଥିଲେ ଭଗବାନ କୃଷ୍ଣ। ତ ମତ୍ସ୍ୟ ରୂପ ଧାରଣ କରି ଆସି ଭଗବାନ କୃଷ୍ଣ ଏହି ଅବତାରରେ କେଉଁ ପ୍ରକାର ରସ ଆସ୍ୱାଦନ କରିଛନ୍ତି। ତ ଭକ୍ତି ସିଦ୍ଧାନ୍ତ ସ୍ୱାମୀ ଠାକୁର ସେ ସିଦ୍ଧାନ୍ତ ଦେଉଛନ୍ତି। ଏଥିରେ ସେ ବିଭତ୍ସ ରସ ଆସ୍ୱାଦନ କରିଛନ୍ତି। ତେଣୁ ପ୍ରଥମ ବୁଝିବାକୁ ହେବ ବିଭତ୍ସ ରସ ହେଉଛି ଗୋଟେ ପ୍ରକାର ଗୌଣ ରସ। ତେଣୁ ରସ କେତେ ପ୍ରକାର? ତେଣୁ ସମସ୍ତ ରସର ଉତ୍ସ ହେଉଛନ୍ତି ସେଇ ଭଗବାନ କୃଷ୍ଣ। ଅଖିଳ ରସାମୃତ ସିନ୍ଧୁ। ରସ ଟୋଟାଲ ହେଉଛି 12 ପ୍ରକାର। 12 ପ୍ରକାର ରସମାନଙ୍କ ମଧ୍ୟରୁ 5ଟି ହେଉଛି ମୁଖ୍ୟ ରସ ଆଉ 7ଟି ହେଉଛି ଗୌଣ ରସ। ତ ମୁଖ୍ୟ ରସ ଅଧିକାଂଶ ଭକ୍ତମାନେ ଜାଣନ୍ତି। ଶାନ୍ତ ରସ, ଦାସ ରସ, ସଖ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ। તે ସମସ୍ତେ ଜାଣନ୍ତି। କିନ୍ତୁ 7ଟି ଯେ ଗୌଣ ରସ ରହିଛି ତାହା ହେଉଛି ଅଦ୍ଭୁତ, କରୁଣ, ହାସ୍ୟ, ରୌଦ୍ର, ବୀର, ଭୟାନକ, ବିଭତ୍ସ। તે 7ଟି ଗୌଣ ରସ। ତ 5ଟି ମୁଖ୍ୟ ରସ, 7ଟି ଗୌଣ ରସ, ଟୋଟାଲ 12 ରସର ଉତ୍ସ ହେଉଛନ୍ତି ଭଗବାନ କୃଷ୍ଣ। તે 12 ପ୍ରକାର ରସମାନଙ୍କ ମଧ୍ୟରୁ ମତ୍ସ୍ୟ ଅବତାର ରୂପ ଧାରଣ କରି ଭଗବାନ କୃଷ୍ଣ କେଉଁ ପ୍ରକାର ରସ ଆସ୍ୱାଦନ କରିଛନ୍ତି ନା ବିଭତ୍ସ ରସ। ଇଏ ଏକ ଗୌଣ ରସ। ଯୁଗୁପ୍ସି ରତିରୁ ଇଏ ବିଭତ୍ସ ରସ। ତାପରେ ଭଗବାନ କୃଷ୍ଣ ଆସିଲେ କେଉଁ ପ୍ରକାର ରୂପ ଧାରଣ କରି
कूर्म रूप धारण करे। कूर्म रूप धारण करी भगवान कृष्ण क्यों प्रकार रस आस्वादन कर अर्थात ये कूर्मर आकार संबंध प्रभुपाद ये भागवत तांकर भावार्थ से व्यक्त कर 1,00,000 योजन कूर्मंकर देह तो 1 योजन माने 8 माइल 8 माइल माने 12 किलोमीटर तो 1,00,000 योजन माने केते लक्ष किलोमीटर 12 लक्ष किलोमीटर 1,00,000 योजन माने 12 लक्ष किलोमीटर व्यापी एक कूर्म रूप धारण करी पृष्ठ देश मंदर पर्वत धारण करते तापर ये क्षीर समुद्र मंथन होता तो ये भगवान कृष्ण कूर्म रूप धारण करी के प्रकार अद्भुत रस ये भी एक गौण रस यही रस आस्वादन करते तापर भगवान कृष्ण आसिले शुकर रूप धारण करी बराह शुकर रूप तो शुकर रूप धारण कर आसी भगवान कृष्ण क्यों प्रकार रस आस्वादन कर भक्ति सिद्धांत स्वामी ठाकुर ये प्रसंग सिद्धांत देते से भयानक रस आस्वादन कर तो भयानक ये एक प्रकार गौण रस अर्थात ये जो शुकर विशाल पर्वत हिमालय पर्वत आहरी विशाल पर्वत रूप धारण कर गर्भ समुद्र पतित है गर्भ समुद्र तलदेश को जाए शू शू कर पृथ्वी को सन्धान पाए दंत ऊपर बसाई से पृथ्वी को नहीं गर्भ समुद्र ऊपर को आसला और इच्छा प्रभाव स्थापन करदेला तो ये भयानक रस भयानक शुकर रूप धारण करते तो ये भयानक रस आसन तापर भगवान कृष्ण क्यों प्रकार रूप नहीं आसिले ना तापर आसिले नरसिंह रूप धारण करे तो नरसिंह रूप धारण करने पर्यंत भगवान कौन पिता माता केन्द्र कर आसी नथिले सब पिता माता व्यतिरेक अर्थात छाड़िकी आविर्भूत हठात हठात यहीपरि आविर्भूत होता तो ये नृसिंह अर्थात नरसिंह रूप धारण करी भगवान कृष्ण क्यों प्रकार रस आस्वादन कर भक्ति सिद्धांत शरीर सिद्धांत देते वीर रस आस्वादन सहित वात्सल रस तो ये दुई प्रकार रस मध्य कंपेयर करी से सिद्धांत देते अर्थात भक्ति सिद्धांत शरीर सिद्धांत देते जे वात्सल रस प्राधान्य पाइबा जो नरसिंह रूप धारण कर भगवान कृष्ण वात्सल रस आस्वादन कर अर्थात भगवान कृष्ण प्रहलाद को सुरक्षा देवाई हिरण्यकशिपुर प्रासाद खंबारू बाहरी हेले नरसिंह रूप धारण कर हिरण्यकशिपु सहित युद्ध कले यहीपर युद्ध करी से वीर रस आस्वादन कर हिरण्यकशिपु हजार हजार सबू सशस्त्रधारी अनुचर माने से माने जिते आसी हिरण्यकशिपु नृसिंहदेव को आक्रमण करने से नृसिंहदेव से युद्ध कर समस्त संहार कले तो से नृसिंहदेव के मध्य प्रबल क्रोध जात हो जाता अर्थात उग्र रूप धारण करते तो से उग्र रूप प्रशमित करने से देवता मैंने आज समस्त उपस्थित हो जाते कि साहस करके पाखक जापारि नमती ब्रह्मा पर्यंत जापार शिवजी मत जापारि एमती माता लक्ष्मी देवी से भयभीत हो जाते भयभीत हो जाए से पाखक जापारि से तो ब्रह्माजी से चिंता कले जहाँ लगे प्रभु आविर्भूत होती से प्रहलाद को जब पठाने जीव ताहले प्रहलादंकर प्रार्थना से उग्र रूप सौम्य रूप धारण कर अर्थात शांत रूप धारण कर तेणु ब्रह्माजी जो प्रहलाद को पठाइले प्रहलाद निर्भीक भाव भगवान के चरण जा पणत है से तो भगवान को उग्र रूप प्रशमित हो सौम्य रूप धारण कर पाद पद्म पाखे ये पणत अवस्था प्रहलाद को उठेकरी निज कोल बसाइले आ पिता भली
ପୁତ୍ର ଯେମିତି ସ୍ନେହ କରନ୍ତି ସେହିପରି ନୃସିଂହଦେବ ପ୍ରହ୍ଲାଦକୁ ସ୍ନେହ କରୁଥିଲେ। ଆଉ ଏହିପରି ଭଗବାନ ନୃସିଂହଦେବ ବାତ୍ସଲ୍ୟ ରସ ଆସ୍ୱାଦନ କରିଛନ୍ତି। କିନ୍ତୁ ପିତାଙ୍କର କୋଳରେ ବସି ପ୍ରହ୍ଲାଦ ମଧ୍ୟରୁ ଯେଉଁ ଆନନ୍ଦ ମାନେ ସେ ଭୋଗ କରିଥିଲେ ତାହା ନୃସିଂହଦେବଙ୍କ ଜଣା ନଥିଲା। କାହିଁକିନା ସେ ପର୍ଯ୍ୟନ୍ତ ଭଗବାନ କୌଣସି ପିତାମାତା କେନ୍ଦ୍ର କରି ଏ ଜଗତକୁ ଆସିନଥିଲେ। ପିତାମାତାଙ୍କ କୋଳରେ ବସିଲେ ପୁତ୍ରଙ୍କର କିପରି ଆନନ୍ଦ ହୁଏ ସେ କଥା ଭଗବାନଙ୍କୁ ଜଣା ନଥିଲା। ତେଣୁ ନୃସିଂହଦେବ ଚିନ୍ତା କଲେ ମୁଁ ପିତା ହିସାବରେ ପ୍ରହ୍ଲାଦକୁ ସ୍ନେହ କରୁଛି, ସେଥିରେ ମୁଁ ଯାହା ଆନନ୍ଦ ଉପଭୋଗ କରୁଛି ମୋ ଠାରୁ ଶତ ଶତ ଗୁଣ ଅଧିକ ଆନନ୍ଦ ଉପଭୋଗ କରୁଛି କିଏ? ପ୍ରହ୍ଲାଦ ମୋ କୋଳରେ ବସେ। ତେଣୁ ସେଇ ଦିନରୁ ଭଗବାନଙ୍କ ମଧ୍ୟରୁ ଲୋଭ ଜାତ ହେଇଗଲା ଯେ ପିତାମାତାଙ୍କ କୋଳରେ ବସିଲେ କିପରି ଆନନ୍ଦ ତାହା ମୋର ଜଣା ନାହିଁ। ତେଣୁ ସେ ସେଇ ଦିନରୁ ପ୍ରତିଜ୍ଞା କଲେ ୟା ପରେ ଯେତେ ଥର ଅବତାର ରୂପ ଧାରଣ କରି ଆସିବି ଆଉ କେବେ ହେଲେ ପିତାମାତା ଛାଡ଼ି ଆସିବି ନାହିଁ। ଅର୍ଥାତ୍ ପିତାମାତା କେନ୍ଦ୍ର କରି ଆସିବି। ପିତାମାତାଙ୍କ କୋଳରେ ବସିଲେ କିପରି ଆନନ୍ଦ ହୁଏ ସେ ଆନନ୍ଦ ଭୋଗ କରିବା ପାଇଁ। ତ ୟା ପରେ ଭଗବାନ କୃଷ୍ଣ ଯେତେ ସବୁ ଅବତାର ରୂପ ଧାରଣ କରି ଆସିଥିଲେ ସବୁ ଅବତାରରେ ସେ ପିତାମାତା କେନ୍ଦ୍ର କରି ଆସିଥିଲେ। ତ ଏ ପିତାମାତା କେନ୍ଦ୍ର କରି ନର ଲୀଳା ଯେତେବେଳେ କରୁଛନ୍ତି ତ ଏହିସବୁ ପ୍ରଥମେ ଦେଖାଯାଉଛି କ'ଣ ଇଏ ରାମ ସ୍ୱରୂପରେ ନରଲୀଳା ପ୍ରଦର୍ଶନ କରିଛନ୍ତି। ୟା ପୂର୍ବରୁ ଭଗବାନ ପିତାମାତା କେନ୍ଦ୍ର କରି ଆସିଥିଲେ କୃଷ୍ଣ ଗର୍ଭା ଅର୍ଥାତ୍ କୃଷ୍ଣ ସୁତପାଙ୍କର ପୁତ୍ର ରୂପେ ଆସିଥିଲେ। ତାପରେ ବାମନ ଅବତାର ଇଏ ତ ଦେବ ସ୍ୱରୂପରେ ବାମନ ଅବତାର ମାନେ କଶ୍ୟପ ଅଦିତିଙ୍କର ପୁତ୍ର ରୂପରେ। କିନ୍ତୁ ନରଲୀଳା ରୂପ ଧାରଣ କରି ଆସିଲେ ରାମ ସ୍ୱରୂପରେ। ଏଠାରେ ଆମେ ଦେଖିବା ନରସିଂହ ଅବତାର ପରେ ଭଗବାନ କେଉଁ ପ୍ରକାର ଅବତାର ରୂପ ଧାରଣ କରି ଆସିଥିଲେ ନା ବାମନ ଅବତାର ରୂପ ଧାରଣ କରି ଆସିଥିଲେ। ତ ବାମନ ଅବତାର ଦେବ ସ୍ୱରୂପ। ତ ବାମନ ଅବତାର ରୂପ ଧାରଣ କରି ଆସି ସେ ସେତେବେଳେ କେଉଁ ପ୍ରକାର ରସ ଆସ୍ୱାଦନ କରିଥିଲେ ନା ଭଗବାନ କୃଷ୍ଣ ବାମନ ଅବତାର ରୂପ ଧାରଣ କରି ଆସି ସଖ ରସ ଆସ୍ୱାଦନ କରିଥିଲେ। ଏଠାରେ ସଖ ରସ ଏକ ମୁଖ୍ୟ ରସ ଆଉ ନରସିଂହ ଅବତାରରେ ବାତ୍ସଲ୍ୟ ରସ ଯେ ପ୍ରାଧାନ୍ୟ ଲାଭ କରିଥିଲା ଏ ବାତ୍ସଲ୍ୟ ରସ ଆସ୍ୱାଦନ ଏ ବି ଏକ ମୁଖ୍ୟ ରସ। ଏଠାରେ ବାମନ ଅବତାରରେ ଦେଖାଯାଉଛି ସେଇ ଭଗବାନ କୃଷ୍ଣ ବାମନ ଅବତାର ରୂପ ଧାରଣ କରି ବୋଲିମା ଯଜ୍ଞସ୍ଥଳୀରେ ଆସି ଉପସ୍ଥିତ ହୋଇଥିଲେ। ତିନି ପାଦ ଭୂମି ପ୍ରାର୍ଥନା ଛଡ଼ା ତାଙ୍କ ସର୍ବସ୍ୱ ଅପହରଣ କରି ନେଇଥିଲେ। ଅର୍ଥାତ୍ ପ୍ରଥମ ପାଦରେ ଇଏ ଭୂମଣ୍ଡଳ ଅଧିକାର କରି ନେଇଥିଲେ ବୋଲିମାଙ୍କ ଠାରୁ। ଦ୍ୱିତୀୟ ପାଦ ବିସ୍ତାର କରି ସେ ଉଚ୍ଚ ଲୋକ ସହ ବ୍ରହ୍ମଲୋକ ପଦ ସବୁ ଅଧିକାର କରି ନେଇଥିଲେ। ଏବଂ ପାଦର ନଖ ଦ୍ୱାରା ବିଦୀର୍ଣ୍ଣ କରି ବ୍ରହ୍ମାଣ୍ଡରେ ଯେ 7ଟି ଆବରଣ ଅଛି ତାହାକୁ ଛିଦ୍ର କରି କାରଣ ସମୁଦ୍ରର ଜଳ ଇଏ ବ୍ରହ୍ମାଣ୍ଡକୁ ନେଇ ଆସିଥିଲା। ସେହିପରି ଗଙ୍ଗା ଇଏ ବ୍ରହ୍ମାଣ୍ଡର ତ୍ରିଧାରା ପ୍ରବାହିତ ହେଉଛି। ସ୍ୱର୍ଗରେ ମନ୍ଦାକିନୀ ଇଏ ମର୍ତ୍ତ୍ୟରେ ଭାଗୀରଥୀ ଆଉ ପାତାଳରେ ଭଗବତୀ ରୂପରେ ଏହିପରି ପ୍ରବାହିତ ହେଉଛି। ଭଗବାନ ଅଦ୍ଭୁତ କାର୍ଯ୍ୟ। ଏଠାରେ ଭଗବାନ କୃଷ୍ଣ ବାମନ ଅବତାର ରୂପ ଧାରଣ କରି ପ୍ରଥମ ପାଦରେ ଇଏ ଭୂମଣ୍ଡଳ ଦ୍ୱିତୀୟ ପାଦ ଉର୍ଦ୍ଧ୍ୱ ଲୋକ ସବୁ ଅଧିକାର କରି ନେଇଥିଲେ। ଆଉ ବୋଲିମା କୌଣସି ମାନେ ପ୍ରାପ୍ୟ ବସ୍ତୁ କିଛି ନଥିଲା। ତୃତୀୟ ପାଦ ଭୂମି ସେ ଦେଇପାରିନଥିଲେ। ତେଣୁ ସେଇ ସର୍ତ୍ତ ଭଙ୍ଗ କରିବା ଯୋଗୁଁ ତାଙ୍କୁ ବରୁଣ ପାଶରେ ବନ୍ଦୀ କରାଯାଇଥିଲା। ବରୁଣ ପାଶରେ ଯଦି ବନ୍ଦୀ କରାଯାଇଥିଲା ତା ବୋଲି ମହାରାଜଙ୍କ ମନରେ ଏ ଚିନ୍ତା ଆସିଲା ମୋତେ ସର୍ବସ୍ୱ ସେ ନେଇଯାଇ ଦୁଇ ପାଦରେ ତୃତୀୟ ପାଦ ରଖିବା ପାଇଁ ତାଙ୍କ ମସ୍ତକ ଦେଖାଇଲେ। ତା ମସ୍ତକ ରୂପ ଭଗବାନ ବାମନ ଦେବ ପାଦ ରାଖି ବୋଲି ମହାରାଜକୁ
ସବାନ୍ଧବ ସହ ସୁତଲକୁ ପ୍ରେରଣ କରାଇଦେଲେ। ସୁତଲକୁ ପ୍ରେରଣ କରି ସେଠାରେ ବଲି ମହାରାଜ ରାଜା ହେଲେ, ସୁତଲର ରାଜା ହେଲେ। ଆଉ ଭଗବାନ ବାମନ ଦେବ ବଲି ମହାରାଜଙ୍କର ଦାର ଦେଶରେ ଦ୍ୱାରପାଳ ରୂପରେ ଅବସ୍ଥାନ କରିବାକୁ ଲାଗିଲେ। ଏଠାରେ ଭଗବାନ ବଲି ମହାରାଜକୁ ବନ୍ଦୀ କରି ଶେଷରେ ସେ ବଲି ମହାରାଜଙ୍କ ଦ୍ୱାରା ବନ୍ଦୀ ପ୍ରାପ୍ତ ହୋଇ ବଲି ମହାରାଜଙ୍କ ଦାର ଦେଶରେ ଅବସ୍ଥାନ କରିଛନ୍ତି ବର୍ତ୍ତମାନ ସୁଦ୍ଧା। ଏହିପରି ଦେଖାଯାଉଛି ବଲି ମହାରାଜଙ୍କ ପାଖରୁ ଜାଗତିକ ସମ୍ପଦ ଅପହରଣ କରି ନେଇ ଭଗବାନ ତାଙ୍କୁ ପ୍ରକୃତ ଧନ ଭକ୍ତି ଭଗବତ ଭକ୍ତି ପ୍ରଦାନ କରିଛନ୍ତି। ତେଣୁ ଏଠାରେ ଭଗବାନ ବଲି ମହାରାଜ ସହିତ ସଖ ସ୍ଥାପନ କରିଛନ୍ତି, ଅର୍ଥାତ୍ ସଖ ରସ ଆସ୍ୱାଦନ କରିଛନ୍ତି। ଏ ଭକ୍ତି ସିଦ୍ଧାନ୍ତ ଶୈଳୀରୁ ଏହିପରି ସିଦ୍ଧାନ୍ତ ଦେଉଛନ୍ତି। ତାପରେ ଆସିଲା ଭଗବାନ କୃଷ୍ଣ କେଉଁ ଅବତାର ରୂପ ଧାରଣ କରି? ପରଶୁରାମ ରୂପ, ଭୃଗୁପତି ଅର୍ଥାତ୍ ପରଶୁରାମ ରୂପ ଧାରଣ କରି ଆସିଲେ। ପରଶୁରାମ ରୂପ ଧାରଣ କରି ଆସି ଭଗବାନ କୃଷ୍ଣ କେଉଁ ପ୍ରକାର ରସ ଆସ୍ୱାଦନ କଲେ? ରୌଦ୍ର ରସ। ତ ରୌଦ୍ର ରସ ଇଏ ଏକ ଗୌଣ ରସ। 21 ଥର ନିକ୍ଷତ୍ର କରିଥିଲେ। ତେଣୁ ପରଶୁରାମ ଅବତାର ରୂପ ଧାରଣ କରି ଆସି ଭଗବାନ କୃଷ୍ଣ ଏ ଅବତାରରେ ରୌଦ୍ର ରସ ଏକ ଗୌଣ ରସ ଆସ୍ୱାଦନ କଲେ। ତାପରେ ଭଗବାନ କୃଷ୍ଣ ଆସିଲେ ରାମ ଅବତାର ରୂପ ଧାରଣ କରି। ତ ରାମ ଅବତାର ରୂପ ଧାରଣ କରି ଯେତେବେଳେ ଆସିଛନ୍ତି ଏହି ପ୍ରସଙ୍ଗ ନେଇ ଜୟଦେବ ଗୋସ୍ୱାମୀ এই কথা লিখেছেন। ভিতরেছে দিকশিরণে দিকপতি কমনীয় দশমুখ মৌলি বলিং রমণীয় কেশব ধৃত রাম শরীর জয় জগদীশ হরে। যে কথা ব্যাখ্যা করা হলো, তা রাম অবতার রূপ ধারণ করে আসি ভগবান কৃষ্ণ কেউ প্রকার রস আস্বাদন করেছেন। তো এই অবতারের ভগবান কৃষ্ণ ଏ ରାବଣ କୁମ୍ଭକର୍ଣ୍ଣ ଆଦି ଏମାନଙ୍କ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରି ସେ ବୀର ରସ ଆସ୍ୱାଦନ କରିଛନ୍ତି। କିନ୍ତୁ ବୀର ରସ ଠାରୁ କରୁଣ ରସ ପ୍ରାଧାନ୍ୟ ଲାଭ କରିଛି। ତେଣୁ ମୁଖ୍ୟତଃ এই রাম অবতার ভগবান কৃষ্ণ করুণ রস আস্বাদন କରିଛନ୍ତି। এই কথা ଇଏ କହୁଛନ୍ତି କିଏ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ଅର୍ଥାତ୍ ଭଗବାନ କୃଷ୍ଣ ରାମ ଅବତାର ରୂପ ଧାରଣ କରି ଆସି କରୁଣ ରସ, ଯଦିଓ ସେ ବୀର ରସ ଆସ୍ୱାଦନ କରିଛନ୍ତି, ବୀର ରସ ଆସ୍ୱାଦନ ସହିତ କରୁଣ ରସ, ତ କରୁଣ ରସ ବୀର ରସ ଠାରୁ ପ୍ରାଧାନ୍ୟ ଲାଭ କରିଛି। ପ୍ରାଧାନ୍ୟ ଲାଭ କରିବା ଯୋଗୁଁ ରାମ ଅବତାରରେ ଭଗବାନ କୃଷ୍ଣ କରୁଣ ରସ ଆସ୍ୱାଦନ କରୁଛନ୍ତି। ତ କରୁଣ ରସ ଏଥିଲାଗି କୁହାଯାଉଛି, ଭକ୍ତି ସିଦ୍ଧାନ୍ତ ଠାକୁର ଏଥିଲାଗି କହୁଛନ୍ତି ଏନ୍ଟା ରାମ ଲୀଳାଟା ହେଉଛି ट्राजेडीर ऊपर आधारित, करुण रसर ऊपर आधारित। अर्थात भगवान कृष्ण भगवान रामचंद्र जिते बड़े रात्रि अवसान पर अयोध्या राजगदी बसा सब सिद्धांत हो जाए, अभिषेक हेब, राजगदी बसवे, एमती समय रात्रि रात्रि यहीपरी विमाता कैकेयी दशरथ ठारू दुईटी बर से मागी नेले। जे बर दशरथ पूर्व देवाई चाहिए, किंतु कैकेयी कहले भविष्य जिते आवश्यक हे से मागी नेबी। किंतु कैकेयी इच्छा नाला यहीपरी बर मागिबा, किंतु जे दासी थे मंथरा, मंथरा परामर्श यहीपरी बुद्धि विकृत हो जाता। तेणु से कैकेयी दासी परामर्श अनुसार यहीपरी दुईटी बर मागी नहीं। गोटे बर अयोध्या राजगदी रे जे रामचंद्र बसवाक जाऊँ से रामचंद्र बसी पार ना, पुत्र भरत बस। दशरथ ये बर स्वीकार कर। द्वितीय बर अर्थात 14 वर्ष लगी रामचंद्र अयोध्यार रही पारे, बनवास जावाक यही दुईटी बर मांगे। एठार यही आरंभ हो गला ट्राजेडी अर्थात करुण, माने एक करुण रसर पर आधारित। जो रामचंद्र रात्रि अवसान पर अयोध्या राजगदी रे बसापा जाऊले, से रामचंद्र अयोध्या छाड़ी चलीगले केउटा को? बनवास को।
আর সাଙ୍ଗরে গেলে গলে কেউ মানে না প্রিয়তমা পত্নী সীতা দেবী আর প্রিয়তম ভাই লক্ষণ। অর্থাৎ এইপরি এইটুকু ଆରମ୍ଭ ହେଇଗଲା ରାମଲୀଳାରେ, ଅର୍ଥାତ୍ ରାମଙ୍କ ଜୀବନ ଟ୍ରାଜେଡି ଆରମ୍ଭ ହେଇଗଲା। ଅର୍ଥାତ୍ କରୁଣ ରସ ଉପରେ ଆଧାରିତ ହୋଇ ଏଣ୍ଟା ରାମଲୀଳା ଗଠିତ ହେଇଛି। ଏଠାରୁ ପ୍ରଥମ ଦେଖାଯାଉଛି ଏହିପରି ରାମଙ୍କ ସହିତ 14 ବର୍ଷ ବନବାସ ପାଇଁ ସୀତା ମାତା ସୀତା ଦେବୀ ଆଉ ଭାଇ ଲକ୍ଷ୍ମଣ ସହ ବନବାସୀ ହେଲେ ଏବଂ ପଞ୍ଚବଟୀ ବନରେ ଦଣ୍ଡକାରଣ୍ୟରେ ପଞ୍ଚବଟୀ ବନରେ ଯେତେ ଅବସ୍ଥାନ କରିଥିଲେ ସେତେବେଳେ ରାମ ଲକ୍ଷ୍ମଣଙ୍କର ଅନୁପସ୍ଥିତିରେ ରାବଣ ସନ୍ନ୍ୟାସୀ ବେଶ ଧାରଣ କରି ଆସି ମାତା ସୀତା ଦେବୀଙ୍କୁ ଅପହରଣ କରି ନେଇଗଲା। ସେହିପରି ମାତା ସୀତା ଦେବୀକୁ ରାବଣ ହାତରୁ ରକ୍ଷା କରିବା ପାଇଁ ଜଟାୟୁ ସେ ସଂଗ୍ରାମ କରିଥିଲା ରାବଣଙ୍କ ସହିତ। ସେହି ସଂଗ୍ରାମରେ ଦେଖାଗଲା କ'ଣ ରାବଣ ତାଙ୍କର ପକ୍ଷ ଛେଦନ କରିଦେଲେ, ତେଣୁ ସିଏ ଆଉ ସଂଗ୍ରାମ କରିପାରିଲେ ନାହିଁ, ସେଇଠାରୁ ଭୂମିରେ ଖସି ପଡ଼ିଲେ। ଏହିପରି ଭାବରେ ସେଇଠୁ ସେ ରାବଣ ନେଇଗଲେ କେଉଁଟାକୁ ନା ଲଙ୍କାକୁ ନେଇଗଲେ। ଲଙ୍କାକୁ ନେଇଯାଇ ସେଠାରେ ଅଶୋକ ବନରେ ସୀତା ଦେବୀଙ୍କୁ ରଖିଲେ ବନ୍ଦୀ ଅବସ୍ଥାରେ। ଏହିପରି ଏଣ୍ଟା ରାମଲୀଳା କରୁଣ ରସର ଉପରେ ଆଧାରିତ। ତାପରେ ସେ ସୀତା ଦେବୀଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ରାମଚନ୍ଦ୍ର ହନୁମାନ ଆଦି ସୁଗ୍ରୀବ ଆଦି ଏ ବାନରମାନଙ୍କୁ ସାହାଯ୍ୟ ନେଇଥିଲେ। ଏମାନଙ୍କ ସାହାଯ୍ୟରେ ଭଗବାନ ରାମଚନ୍ଦ୍ର ରାକ୍ଷସ ରାଜ ରାବଣ ୟାକୁ ବଧ କରି ରାକ୍ଷସମାନଙ୍କୁ ସଂହାର କରି ସୀତା ଦେବୀଙ୍କୁ ଉଦ୍ଧାର କଲେ। ସୀତା ଦେବୀଙ୍କୁ ଯେତେ ଉଦ୍ଧାର କଲେ, ଉଦ୍ଧାର କରି ଯେତେବେଳେ ରାମଚନ୍ଦ୍ରଙ୍କ ପାଖକୁ ନେଇ ଅଣାଗଲା ସେତେ ରାମଚନ୍ଦ୍ର ପ୍ରଥମ କଥା ଉଠାଇଲେ, ସୀତା ଦେବୀ ଏତେ ଦିନ ସେ ମୋ ଠାରୁ ଦୂରେଇ ଥିଲେ, ଅନ୍ୟର ଆଶ୍ରୟରେ ଥିଲେ, ତେଣୁ ତାର ସତୀତ୍ୱ ପରୀକ୍ଷା ଦେବା ପାଇଁ ଅଗ୍ନି ପରୀକ୍ଷା ଦେବାକୁ ହେବ। ସେହିପରି ଅଗ୍ନି ପରୀକ୍ଷାରେ ଜୟୀ ହେଲେ। ତାପରେ ଭଗବାନ ରାମଚନ୍ଦ୍ର ସୀତା ଦେବୀଙ୍କୁ ନେଇ ଅଯୋଧ୍ୟାକୁ ଫେରି ଆସିଲେ। ଅଯୋଧ୍ୟାରେ ରାଜସିଂହାସନରେ ବସିଲେ। ଯେତେ ରାଜସିଂହାସନରେ ବସିଲା ମାତା ସୀତା ଦେବୀ ଅଯୋଧ୍ୟା ରାଣୀ ରୂପେ ତାଙ୍କ ବାମ ସାଇଡ଼ରେ ବସିଲେ। ତାପରେ ଭଗବାନ ରାମଚନ୍ଦ୍ର ପ୍ରଜାମାନଙ୍କର ମନ କଥା ଜାଣିବା ପାଇଁ ଛଦ୍ମ ବେଶରେ ସେ ଦିନେ ଅଯୋଧ୍ୟାରେ ଭ୍ରମଣରତ ଅବସ୍ଥା ଥିଲେ। ଏମିତି ସମୟରେ ଦେଖିଲେ ପ୍ରାତଃକାଳେ ଜଣେ ଧୋବାଙ୍କର ପତ୍ନୀ ଧୋବି ଗୋଟେ ରାତ୍ରି ବାହାରେ ଥିଲେ। ବାହାରେ ଯେତେ ଥିଲେ ତା ପରଦିନ ସକାଳେ ଯେତେ ଆସି ଉପସ୍ଥିତ ହେଇଛି ସେ ତ ଧୋବା କଥା ଉଠାଇଲେ, ତୋତେ ମୁଁ ଗ୍ରହଣ କରିବି ନାହିଁ, କାହିଁକିନା ତୁ ଗୋଟେ ରାତ୍ରି ବାହାରୁ ଯାଇ ରହିଥିଲୁ। ତ ସେ ଧୋବି କଥା ଉଠାଇଲେ, ମୁଁ ଗୋଟେ ରାତ୍ରି ବାହାରକୁ ରହିଥିଲି, ସେଥିଲାଗି ମୁଁ ଅସତୀ ହେଇଗଲି, କୁଲଟା ହେଇଗଲି। ଆଉ ସୀତା ଦେବୀ କେତେ ମାସ ବାହାରେ ରହିଲେ, ରାମଚନ୍ଦ୍ର ତାକୁ ଗ୍ରହଣ କଲା, ତୁମେ କାହିଁକି ମୋତେ ଗ୍ରହଣ କରିବନି? ଏ କଥାରେ ଶୁଣିଦେଲେ କି ରାମଚନ୍ଦ୍ର ସେ ସେତେବେଳେ କୌଣସି କଥା ନ କହିକିରି ସିଧା ରାଜପ୍ରାସାଦକୁ ଫେରି ଆସି ଏହାକୁ ନିର୍ଦ୍ଦେଶ ଦେଲେ ଲକ୍ଷ୍ମଣଙ୍କୁ ସୀତାକୁ ନେଇ ତପୋବନକୁ ବାଲ୍ମୀକି ମୁନିଙ୍କର ତପୋବନକୁ ଛାଡ଼ି ଦେଇ ଆସ। କେଉଁ କାରଣ? କୌଣସି କାରଣ କଥା ଆଉ ସେ
उत्थापन है ना कहीं सान भाई हिसाब से पचारि पारा ना लक्षण कौन कथा पचार निरुत्तर से कथा पालन करने को प्रस्तुत हो और से सीता देवी गर्भवती अवस्था थे यही अवस्था लक्षण नीरवे यहीपरी सीता देवी को नहीं वाल्मीकि मुनि तपोवन से छाड़ी आसे तो आम एठार देखुचे इनटा रामलीला पूरा ट्राजेडी ऊपर आधारित करुण भावधारा ऊपर आधारित तो यहीपरी भाव वाल्मीकि मुनि तपोवन जो छाड़ी आसिले से दिन लक्ष्मण ये प्रतिज्ञा करते या पर जदि कौन अवतार आसवा हुए अवतार को धारण कर केबेले आओ यहीपरी सान भाई रूप में आसबी नहीं तो या परवर्ती जिते अवतार रूप धारण कर आसुले सब अवतार ये लक्षण भगवान का बड़ भाई रूप में आसिछन्ति जमी कृष्ण लीला से बलराम रूप में आस बड़ भाई रूप में महाप्रभु का लीला नित्यानंद प्रभु बड़ भाई रूप में आसिछन्ति एठार देखा जापरी भाव में वाल्मीकि मुनि तपोवन जिते सीता देवी अवस्थान करते से से जाल संतान प्रसव कले लव कुश आ लव कुश मान को रामायण शिक्षा देते वाल्मीकि मुनि आ सुमधुर स्वर जिते अयोध्यार यहीपरी दुई भाई रामलीला विषय कीर्तन करते से कथा श्रवण करी समस्त मोहित हो जाते मधुर कंठस्वर रामंकर ये कथा जार कर्ण प्रवेश करता से मैंने अत्यंत मोहित हो जाते लोक मुखर जिते रामचंद्र कर्णगोचर है रामचंद्र दुई भाई को ये राजप्रासाद से रामंकर कथा कीर्तन करने गान करने डाकाइले आ से जिते लवकुश रामायण कथा परिवेशन करते अर्थात रामलीला कथा गीत आकार परिवेशन करते सेटा जिते सब उपस्थित थे समस्ते ही मुग्ध हो जाता एमती समय वाल्मीकि मुनि सीता देवी को सह से उपस्थित हो वाल्मीकि मुनि परिचय कर दे हे राम ये दुईजन अन्य कई नहंती ये दुईजन होची तुम्हार पुत्र किंतु रामचंद्र आ ये सीता देवी माने सती पतिव्र माने सती शिरोमणि निष्कलंक यहीपरि परिचय दे तथापि रामचंद्र प्रजा मानकर मनोवांछा पूर्ण करने मनोरंजन करने सीता देवी को आउ थे जिते अग्नि परीक्षा देवाई कहले से तो सीता देवी आउ सही पारा ना से रामचंद्र मन चरण मन निविष्ट कर धरित्री माता को से आवाहन कले धरित्री माता सिंहासन सह से प्रकट हो गले आ धरती माता कोल बसीगले से धरती माता सीता देवी को नहीं अंतरित हो गए यहीपरि एंटा रामलीला पूरा ट्राजेडी ऊपर आधारित यहीपरि तापरे भगवान रामचंद्र अत्यंत क्रोधित हो जाते पृथ्वी को विदीर्ण करने ब्रह्माजी आसी सांत्वना करते तापरे लवकुश ईमान को नहीं रामचंद्र शांत हो गले तापरे रामचंद्र कर समय हो जाए कहीं बहुत वर्ष धरी से राजनीति करते अयोध्या केते वर्ष से राजनीति करते ना 11,000 वर्ष 11,000 वर्ष राजनीति करते भगवान रामचंद्र और राजनीति करने समय जिते अश्वमेध यज्ञ राजस्व यज्ञ ये सब आवश्यक होता से बिना पत्नी व्यतीत ये यज्ञ अनुष्ठान हो पार ना वैशिष्ट मुनि ये कथा जो उठाई से
ସେ ନିର୍ଦ୍ଦେଶ ଦେଇଥିଲେ ଯୋଗ ଅନୁଷ୍ଠାନ କରିବାକୁ ହେଲେ ବିନା ପତ୍ନୀରେ ଯୋଗ ଅନୁଷ୍ଠାନ ହୋଇପାରିବ ନାହିଁ। ତେଣୁ ରାମଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଉ ଥରେ ବିବାହ କରିବା ପାଇଁ। କିନ୍ତୁ ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ସେ କଥା ଉଠାଇଲେ ମୁଁ ହେଉଛି ଏକ ପତ୍ନୀ ବ୍ରତା, ଏକ ପତ୍ନୀ ବ୍ୟତୀତ ଦ୍ୱିତୀୟ ପତ୍ନୀ ମୁଁ ଗ୍ରହଣ କରିପାରିବି ନାହିଁ। ତାହେଲେ ଯୋଗ କେମିତି ହେବ? ସେତେବେଳେ ବିକଳ୍ପ ସ୍ୱରୂପ ବୈଶିଷ୍ଠ ମୁନି କହିଲେ ତାହେଲେ ସେହିପରି ସ୍ୱର୍ଣ୍ଣ ସୀତା ନିର୍ମାଣ କରିବାକୁ ହେବ। ତ ପତ୍ନୀ ରୂପେ ବାମ ସାଇଡ଼ରେ ବସାଇବାକୁ ହେବ। ସେହିପରି ଯେତେଥର ଯୋଗ ଅନୁଷ୍ଠାନ ହେଇଥିଲା ସେତେଥର ସ୍ୱର୍ଣ୍ଣ ସୀତା ନିର୍ମିତ ହେଇଥିଲା। ଆଉ ଯଜ୍ଞ ସମୟରେ ରାମଚନ୍ଦ୍ରଙ୍କ ବାମ ସାଇଡ଼ରେ ଭାଷଣ ଯାଇଥିଲା। ଏହିପରି ଯଜ୍ଞ ସମାପ୍ତି ପରେ সেই ସ୍ୱର୍ଣ୍ଣ ସୀତା ଗୋଟେ ହଲ୍ ଘର ମଧ୍ୟରେ ରଖାଯାଉଥିଲା। ଏହିପରି ବହୁତ ସବୁ ସୀତାଙ୍କର ମୂର୍ତ୍ତି ହଲ୍ ଘର ଭରି ଯାଇଥିଲା। ତ ଦିନେ ଭଗବାନ ରାମଚନ୍ଦ୍ର সেই ହଲ୍ ଘର ସାମ୍ନା ଦେଇ ଯେତେବେଳେ ଚାଲୁଥିଲେ ଏମିତି ସମୟ ସମସ୍ତ ସୀତା ମୂର୍ତ୍ତି ଏକା ସାଥିରେ ରାମଚନ୍ଦ୍ରଙ୍କ ପାଖରେ ଅଭିଯୋଗ କଲେ ଯେ ଆମମାନଙ୍କୁ ସଙ୍ଗ ଦେବାକୁ ହେବ। କିନ୍ତୁ ରାମଚନ୍ଦ୍ର କଥା ଉଠାଇଲେ ମୁଁ এই ଅବତାର ତୁମମାନଙ୍କୁ ସଙ୍ଗ ଦେଇପାରିବି ନାହିଁ। ତେଣୁ ତୁମମାନଙ୍କ ମନସ୍କାମନା ମୁଁ ସେତେବେଳେ ପୂର୍ଣ୍ଣ କରିବି ମୁଁ ଯେତେବେଳେ ସ୍ୱୟଂ ରୂପେ କୃଷ୍ଣ ସ୍ୱରୂପରେ ଆସିବି। ତେଣୁ ତୁମେମାନେ ଏହିପରି ତପସ୍ୟା କରି ଗୋପୀ ଗୃହରୁ ଗୋପୀ ରୂପେ ଯେତେବେଳେ ଜନ୍ମ ନେବ ସେତେବେଳେ ମୁଁ ତୁମମାନଙ୍କ ମନସ୍କାମନା ପୂର୍ଣ୍ଣ କରିବି। ତ ସେଇ ସୀତା ମୂର୍ତ୍ତି ଯେତେ ସବୁ ଥିଲେ ସେମାନେ ଏହିପରି ତପସ୍ୟା ପ୍ରଭାବରେ ଗୋପୀ ଗୃହର ଗୋପୀ ରୂପେ ସବୁ ଜନ୍ମ ନେଲେ। ଆଉ ସେହି ରାମ ଯେତେବେଳେ କୃଷ୍ଣ ସ୍ୱରୂପରେ ଆସିଲେ ସେମାନଙ୍କୁ ନେଇ ରାସଲୀଳା କରି ସେମାନଙ୍କୁ ମନସ୍କାମନା ପୂର୍ଣ୍ଣ କରାଇଥିଲେ। ସେହିପରି ଆମେ ଦେଖିବା ତାପରେ ରାମଚନ୍ଦ୍ର ରାଜତ୍ୱ କାଳ ଯେତେ ଶେଷ ହେବାକୁ ଯାଉଛି ଏମିତି ସମୟ ବ୍ରହ୍ମାଙ୍କ ଦ୍ୱାରା ପ୍ରେରିତ କାଳପୁରୁଷ ଆସି ଉପସ୍ଥିତ ହୋଇଗଲା। କାଳପୁରୁଷ ଯେତେବେଳେ ଆସି ଉପସ୍ଥିତ ହୋଇଗଲେ ସେ ସେତେବେଳେ ରାମଚନ୍ଦ୍ରଙ୍କ ସହିତ ଏକାନ୍ତ କଥା କହିବା ପାଇଁ ଚାହୁଁଥିଲେ। ତେଣୁ ସେମାନେ ବାର୍ତ୍ତାଳାପ ସମୟରେ କେହି ଭିତରକୁ ପଶି ପାରିବେନି। ଯିଏ ଭିତରକୁ ପଶିବ ତାକୁ ମୃତ୍ୟୁ ଦଣ୍ଡାଦେଶ ଦେବ। ତେଣୁ ରାମଚନ୍ଦ୍ର କାଳପୁରୁଷକୁ ନେଇ ଏକ କକ୍ଷ ମଧ୍ୟରେ ପ୍ରବେଶ କଲେ। କକ୍ଷର ଦ୍ୱାର ଦେଶରେ ଲକ୍ଷ୍ମଣଙ୍କୁ ଦ୍ୱାରପାଳ ହିସାବରେ ରଖିଲେ। ଆଉ ତାଙ୍କୁ ନିର୍ଦ୍ଦେଶ ଦେଲେ କାହାକୁ ଭିତରକୁ ଛାଡ଼ିବ ନାହିଁ। ଯିଏ ଭିତରକୁ ପଶିବ ଆମମାନଙ୍କ କଥାର ବିଘ୍ନ ଯେତେ ହେବ ମୁଁ ତାକୁ ରାଜଦଣ୍ଡ ଅର୍ଥାତ୍ ମୃତ୍ୟୁଦଣ୍ଡ ଦେବି। ସେହିପରି କାଳପୁରୁଷକୁ ନେଇ ଭଗବାନ ରାମଚନ୍ଦ୍ର ଏକାନ୍ତରେ ଏହିପରି ଗୋପନୀୟ କଥା ସବୁ ଚାଲିଥିଲା। ଏମିତି ସବୁ ଦୁର୍ବାସା ମୁନି ସେଟାକୁ ଆସି ଉପସ୍ଥିତ ହୋଇଗଲା। ଦୁର୍ବାସା ମୁନି ଅତ୍ୟନ୍ତ କ୍ରୋଧିତ ଅବସ୍ଥା ଲକ୍ଷ୍ମଣଙ୍କୁ କହିଲେ ମୁଁ ରାମଚନ୍ଦ୍ରଙ୍କ ସହିତ ସାକ୍ଷାତ କରିବା ପାଇଁ ଚାହୁଁଛି। ତ ବର୍ତ୍ତମାନ ମୋତେ ରାମଚନ୍ଦ୍ର ପାଖକୁ ନେଇଛି। ଲକ୍ଷ୍ମଣ କହିଲେ ହେ ମୁନିବର ଆପଣ ଟିକେ ଅପେକ୍ଷା କରନ୍ତୁ। ରାମଚନ୍ଦ୍ର ଯେତେବେଳେ ଭିତରୁ ବାହାରକୁ ଆସିବେ ସେତେବେଳେ ତାଙ୍କ ସହିତ ଆପଣ ସାକ୍ଷାତ କରିପାରିବେ। କିନ୍ତୁ ଦୁର୍ବାସା ମୁନି ଏତେ କ୍ରୋଧ ପ୍ରକାଶ କଲେ ଏସବୁ ଦୈବର ଇଚ୍ଛା ଯେ ମୋତେ ବର୍ତ୍ତମାନ ଭିତରକୁ ଛାଡ଼ିବାକୁ ହେବ। ଯଦି ନ ଛାଡ଼ିବ ତାହେଲେ ମୁଁ ଅଭିଶାପ ଦେବି। ପ୍ରଜାମାନଙ୍କ ସହ ସମଗ୍ର ଅଯୋଧ୍ୟା ଜଳି ପଡ଼ି ଭସ୍ମୀଭୂତ ହୋଇଗଲା। ତ ଲକ୍ଷ୍ମଣ ନିରୁପାୟ ହୋଇ ସେ ସହିତ ଚିନ୍ତା କଲେ ଅଯୋଧ୍ୟାବାସୀମାନଙ୍କ ସୁରକ୍ଷା ପାଇଁ ମୁଁ ନିଜର ଜୀବନ ବିସର୍ଜନ ଦେବି। ଏଥିଲାଗି ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ଆଗ ଅବମାନ କରି ସେ ଭିତରକୁ ପଶିଲେ। ସାଙ୍ଗେ ସାଙ୍ଗେ କାଳପୁରୁଷ ଅନ୍ତରିତ ହୋଇଗଲେ। ଆଉ ସେତେବେଳେ ରାମ ଅତ୍ୟନ୍ତ କ୍ରୋଧିତ ହେଲେ। ଲାଷ୍ଟରେ ପ୍ରାଣଠାରୁ ଅଧିକ ପ୍ରିୟ ଲକ୍ଷ୍ମଣ କେମିତି ତାକୁ ମୃତ୍ୟୁଦଣ୍ଡାଦେଶ ଦେବେ। ତେଣୁ ଏକ ସଭା ରଚନା କରାଗଲା। ସେଠାରେ କୁଳଗୁରୁ ବୈଶିଷ୍ଠ ଆଦି ସମସ୍ତେ ଉପସ୍ଥିତ ଅଛନ୍ତି। ଯେତେ ସବୁ ପଣ୍ଡିତ ମନ୍ତ୍ରୀମାନେ ସମସ୍ତେ ଉପସ୍ଥିତ ଅଛନ୍ତି। ହନୁମାନ ସମସ୍ତେ ଉପସ୍ଥିତ ଅଛନ୍ତି। କଥା ଉଠାଇଲେ ଏହିପରି ଲକ୍ଷ୍ମଣଙ୍କୁ କେମିତି ମୃତ୍ୟୁଦଣ୍ଡାଦେଶ ଦିଆଯିବ। ते वैशिष्ट मुनि आदि किसी कहींपारे नहीं।
ସେତେବେଳେ ଏ ସିଦ୍ଧାନ୍ତ ଦେଲେ କି ହନୁମାନ ଠିଆ ହୋଇ ହାତ ଯୋଡ଼ିକି କହିଲେ, ମୋର ଗୋଟେ ଅଭିମତ ରହିଛି। କ'ଣ ଅଭିମତ? ନା ଠାକୁର ଲକ୍ଷ୍ମଣ ଯେହେତୁ କ୍ଷତ୍ରିୟ, ତେଣୁ କ୍ଷତ୍ରିୟ ମୃତ୍ୟୁ ଦଣ୍ଡାଦେଶ ଏହିପରି ହେଇପାରେ, ତାକୁ ପରିତ୍ୟାଗ କରିବା। ତ ପରିତ୍ୟାଗ କରିବା ମାନେ ଏ କ୍ଷତ୍ରିୟ ମୃତ୍ୟୁଦଣ୍ଡାଦେଶ। ଏହି କଥା ସମସ୍ତେ ସମର୍ଥନ କଲେ। ସେତେବେଳେ ଭଗବାନ ରାମଚନ୍ଦ୍ର ସମସ୍ତଙ୍କ ସମର୍ଥନ ଅନୁସାରେ ପ୍ରାଣଠାରୁ ଅଧିକ ପ୍ରିୟ ଲକ୍ଷ୍ମଣଙ୍କୁ ପରିତ୍ୟାଗ କଲେ, ଅର୍ଥାତ୍ ବିସର୍ଜନ ଦେଲେ। ଲକ୍ଷ୍ମଣ ସେତେବେଳେ ସରଜୀ ନଦୀ କୂଳରେ ଆସି ନିଜର ସ୍ୱରୂପ ଚିନ୍ତନ କରି ଅନନ୍ତ ରୂପରେ ଅଦୃଶ୍ୟ ହେଇଗଲେ। ତ ଲକ୍ଷ୍ମଣଙ୍କର ବିରହରେ ଭଗବାନ ରାମଚନ୍ଦ୍ର ଏ ଧରାଧାମ ଆଉ ରହିବା ପାଇଁ ଚାହିଁଲେ ନାହିଁ। ତ ସେତେବେଳେ ସେ ଭଗବାନ ରାମଚନ୍ଦ୍ର ତାଙ୍କ ଲୀଳା ସମ୍ବରଣ କରି ସେ ତାଙ୍କ ଧାମକୁ ଫେରିଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ତ ସେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ସହିତ ଏ ଭରତ, ଶତ୍ରୁଘ୍ନ, ଯେତେ ରାଣୀମାନେ ଆଉ ଅଯୋଧ୍ୟାବାସୀମାନେ ସମସ୍ତେ ହିଁ ଏହିପରି ଭଗବାନ ରାମଚନ୍ଦ୍ର ଉଦ୍ଧାର କରି ନେଇ ନିଜ ଧାମକୁ ନେଇଗଲେ। କେବଳ ହନୁମାନଙ୍କୁ ଏଠାକୁ ଛାଡ଼ିଗଲେ। କାହିଁ? ହନୁମାନ ଭଗବାନ ରାମଚନ୍ଦ୍ର କେତେ ପ୍ରିୟ ଥିଲେ, କିନ୍ତୁ ସେ ହନୁମାନଙ୍କୁ ସେ ଛାଡ଼ି ଦେଇଗଲେ। ଏଠାରେ ସମଗ୍ର ଜଗତରେ ସେ ଦାସ ଭକ୍ତି ଶିକ୍ଷା ଦେବା ପାଇଁ, ଭଗବାନଙ୍କୁ କେମିତି ଭକ୍ତି କରିବାକୁ ହୁଏ ସେ ଦାସ ଭକ୍ତି ଶିକ୍ଷା ଦେବା ପାଇଁ ହନୁମାନଙ୍କୁ ଛାଡ଼ି ଦେଇଗଲେ। ତ ସେ ହନୁମାନଙ୍କର ବିଷୟ ଆମେ ଟିକେ କହିବା। ଏଇ ହନୁମାନ ଭଗବାନ ରାମଚନ୍ଦ୍ରଙ୍କ କେତେ ପ୍ରିୟ ଥିଲେ। ଯେତେବେଳେ ହନୁମାନ ଏମାନଙ୍କ ସାହାଯ୍ୟରେ ଭଗବାନ ରାମଚନ୍ଦ୍ର ସମୁଦ୍ର ଉପରେ ଏ ପଥର ଦ୍ୱାରା ସେତୁ ନିର୍ମାଣ କଲେ। 100 ଯୋଜନ ମାନେ 1200 କିଲୋମିଟର ଏକ ଲମ୍ବା ପଥରର ରାସ୍ତା ନିର୍ମାଣ କଲେ। ଚଉଡ଼ା ହେଉଛି 10 ଯୋଜନ ମାନେ 120 କିଲୋମିଟର ଚଉଡ଼ା। 120 କିଲୋମିଟର ଚଉଡ଼ା ଆଉ 1200 କିଲୋମିଟର ଲମ୍ବା। ଏହିପରି ଭାରତର କନ୍ୟାକୁମାରୀ ଧନୁଷ ତୀର୍ଥରୁ ଲଙ୍କା ପର୍ଯ୍ୟନ୍ତ ଏହିପରି ବିଶାଳ ଏକ ସେତୁ ନିର୍ମାଣ କଲେ। ଏହିପରି ସେତୁ ନିର୍ମାଣ କରି ଭଗବାନ ରାମଚନ୍ଦ୍ର ହଜାର ହଜାର ଲକ୍ଷ ଲକ୍ଷ ବାନର ସୈନ୍ୟମାନଙ୍କ ସହ ଲଙ୍କାରେ ଉପସ୍ଥିତ ହେଲେ। ସେହିପରି ଯେତେବେଳେ ଉପସ୍ଥିତ ହେବା ପୂର୍ବରୁ ଯେତେବେଳେ ରାମଚନ୍ଦ୍ର ଏଠାରେ ଅବସ୍ଥାନ କରୁଥିଲେ ଧନୁଷ ତୀର୍ଥରେ, ଏମିତି ସମୟରେ ବିଭୀଷଣ ରାବଣ ଦ୍ୱାରା ଭର୍ଷିତ ହୋଇ ତିରସ୍କୃତ ହୋଇ ସେ ରାମଚନ୍ଦ୍ରଙ୍କ ଶରଣ ନେବା ପାଇଁ ଯେତେବେଳେ ଆସିଥିଲେ, ସେତେବେଳେ ଜାମ୍ବବାନ ଆଦି ଏ ସମସ୍ତ ମନ୍ତ୍ରଣା ଦେଉଥିଲେ, ଯେହେତୁ ଶତ୍ରୁ ପକ୍ଷର ଲୋକ ଏହାକୁ ଆଶ୍ରୟ ଦେବା ଉଚିତ ନୁହେଁ। କିନ୍ତୁ ସେତେବେଳେ ରାମଚନ୍ଦ୍ର କଥା ଉଠାଇଥିଲେ ଯେ ଶତ୍ରୁ ପକ୍ଷରେ ଲୋକ ହେଲେ ବି କେହି ଯଦି ମୋ ଚରଣ ଶରଣାପନ୍ନ ହେବା ପାଇଁ ଆସିବେ, ମୁଁ ତାକୁ କେବେ ହେଲେ ପରିହାର କରିପାରିବେ ନାହିଁ। ସେଇ ହିସାବରେ ବିଭୀଷଣଙ୍କୁ ସେ ଆଶ୍ରୟ ଦେଇଥିଲେ। ସେହିପରି ବିଭୀଷଣଙ୍କ ସାହାଯ୍ୟ ହନୁମାନ ଆଦି ଲକ୍ଷ ଲକ୍ଷ ଏ ବାନରମାନଙ୍କ ସାହାଯ୍ୟ ନେଇ ଭଗବାନ ରାମଚନ୍ଦ୍ର ଯୁଦ୍ଧେ ବିଜେତା ପ୍ରାପ୍ତ ହେଲେ। ତ ଯେତେବେଳେ ଏହି ପ୍ରସଙ୍ଗ କଥା ଅଛି ଯେ ବିଭୀଷଣ ଯେତେବେଳେ ରାମଚନ୍ଦ୍ରଙ୍କ ଚରଣରେ ଶରଣାପନ୍ନ ହେଲେ, କେବଳ ପ୍ରଣାମ ଦ୍ୱାରା ସାଙ୍ଗେ ସାଙ୍ଗେ ରାମଚନ୍ଦ୍ର ବିଭୀଷଣଙ୍କୁ ଏ କଥାରେ ତାକୁ ଭୂଷିତ କଲେ ଯେ ଲଙ୍କେଶ ବୋଲି,
ଅର୍ଥାତ୍ ଯୁଦ୍ଧ ସେତେବେଳେ ହେଇନଥିଲା। ଯୁଦ୍ଧ ହେବା ପୂର୍ବରୁ ଏହିପରି ଭଗବାନ ରାମଚନ୍ଦ୍ର ବିଭୀଷଣକୁ ସାଙ୍ଗେ ସାଙ୍ଗେ କହିଦେଲେ ଲଙ୍କେଶ ବୋଲି। ତ ସେ ତ ଲଙ୍କାର ରାଜା ହେଉଛନ୍ତି ରାବଣ, ରାବଣ ହେଉଛନ୍ତି ଲଙ୍କେଶ। କିନ୍ତୁ ବିଭୀଷଣ ଯେତେବେଳେ ଆସି ଭଗବାନ ରାମଚନ୍ଦ୍ରଙ୍କ ଚରଣ ଶରଣାପନ୍ନ ହେଲେ, ସେତେବେଳେ ଭଗବାନ ରାମଚନ୍ଦ୍ର ସାଙ୍ଗେ ସାଙ୍ଗେ ଇଏ ତାଙ୍କ ତିଲକ କରିଦେଲେ ଲଙ୍କେଶ ବୋଲି, ରାଜ ଅଭିଷେକ କରିଦେଲେ। ତ ସେତେବେଳେ କଥା ଉଠାଇଲେ ଯେ ହେ ପ୍ରଭୁ, ବର୍ତ୍ତମାନ ତ ଯୁଦ୍ଧ ହେଇନାହିଁ, ଆଉ କେମିତି ଆପଣ ଏ ବିଭୀଷଣକୁ ଲଙ୍କେଶ ବୋଲି ଏ ଘୋଷିତ କଲେ? ଯଦି ଏଇ ଯୁଦ୍ଧରେ ଯଦି ଆପଣ ପରାସ୍ତ ହେଇଯିବେ ତାହେଲେ କ'ଣ ହେବ? ତ ସେତେବେଳେ ରାମଚନ୍ଦ୍ର କହିଲେ ତାହେଲେ ବିଭୀଷଣକୁ ମୁଁ ଅଯୋଧ୍ୟାରେ ରାଜା କରିଦେବି। ତ ସେ ପୁଣି କଥା ଉଠାଇଲେ, ମନ୍ତ୍ରୀମାନେ, ପରାମର୍ଶଦାତାମାନେ ସେ କଥା ଉଠାଇଲେ ଯଦି ଅଯୋଧ୍ୟାର ରାଜା କରିଦେବେ ବିଭୀଷଣକୁ, ତାହେଲେ ଭରତଙ୍କର କ'ଣ ଅବସ୍ଥା ହେବ? ଭଗବାନ ରାମଚନ୍ଦ୍ର ସାଙ୍ଗେ କହିଦେଲେ ଭରତଙ୍କୁ ମୁଁ ମୋର ଅଯୋଧ୍ୟା ବୈକୁଣ୍ଠର ରାଜା ବନେଇଦେବି। ତ ସେ ତ କଥା ଉଠାଇଲେ ଏହିପରି ଯଦି ଭରତକୁ ବୈକୁଣ୍ଠରେ ରାଜ୍ୟ ଦେଇଦେବେ ତାହେଲେ ଆପଣ କେଉଁଠାରେ ରହିବେ? ତ ସେତେବେଳେ ରାମଚନ୍ଦ୍ର କହିଥିଲେ ଯେ ମୁଁ ହନୁମାନଙ୍କ ହୃଦୟ ରାଜ୍ୟରେ ଅବସ୍ଥାନ କରି ନିତ୍ୟ କାଳ ଧରି। ତ ହନୁମାନ ଭଗବାନ ରାମଚନ୍ଦ୍ର କେତେ ପ୍ରିୟ ଥିଲେ। ଏଠାରେ ଏଇ କଥା କୁହାଯାଇଛି, ରାବଣ ଯଦି ଲଙ୍କାର ରାଜା ହେଇ ରହିବେ ତାହେଲେ ବିଭୀଷଣକୁ ସେ ଅଯୋଧ୍ୟାର ରାଜା ବନାଇଦେବେ, ଭରତକୁ ବୈକୁଣ୍ଠ ରାଜ୍ୟ ଦେଇଦେବେ। ଆଉ ଭଗବାନ ରାମଚନ୍ଦ୍ର ରାଜନୀତି କରିବେ କେଉଁଠାରେ? ହନୁମାନଙ୍କ ହୃଦୟ ରାଜ୍ୟରେ ରାଜନୀତି କରିବେ ନିତ୍ୟ କାଳ ଧରି। ସେଇ ହନୁମାନ ଭଗବାନଙ୍କର କେତେ ପ୍ରିୟ ଥିଲେ ରାମଚନ୍ଦ୍ରଙ୍କର। ତେଣୁ ସେ ହନୁମାନଙ୍କର ବିଷୟ ଆହୁରି ଗୋଟେ କଥା ରହିଛି ଯେ ଏହିପରି ସୀତା ଉଦ୍ଧାର କରି ନେଇ ଆସି ଅଯୋଧ୍ୟାରେ ଯେତେ ଫେରି ଆସିଲେ, ତ ସେତେବେଳେ ଭଗବାନ ରାମଚନ୍ଦ୍ର ନିର୍ଦ୍ଦେଶ ଦେଲେ ଯେ ଯେତେ ସବୁ ଭଗବାନ ରାମଙ୍କର ଭକ୍ତ, ସେଇ ଭକ୍ତମାନଙ୍କର ନେଇ ଗୋଟେ ପୁସ୍ତକ ଲେଖିବାକୁ ହେବ। ସେଇ ପୁସ୍ତକରେ ଯେତେ ସବୁ ରାମଚନ୍ଦ୍ରଙ୍କର ସେବକମାନଙ୍କୁ ନାଁ ଉଲ୍ଲେଖ କରାଯାଇଥିଲା, ସେଇଟା ପ୍ରଥମ ପ୍ରକାଶ କରାଯାଇଥିଲା। ସେତେବେଳେ ସେଇ ପୁସ୍ତକ ସମସ୍ତେ ଯେତେବେଳେ ଦେଖୁଥିଲେ, ଯେଉଁମାନଙ୍କ ନାଁ ରହିଛି ସେମାନେ ଅତ୍ୟନ୍ତ ପ୍ରସନ୍ନ ହେଇଗଲେ। ଆଉ ହନୁମାନ ବଡ଼ ଆଶା ନେଇ ସେ ଦେଖୁଥିଲେ ମୋ ନାଁ ଅଛି କି ନା। ଯଦି ଦେଖାଗଲା କ'ଣ, ସେ ପୁସ୍ତକରେ ହନୁମାନଙ୍କର ନାଁ ଉଲ୍ଲେଖ ନାହିଁ। ଇଏ ଦେଖି ହନୁମାନ ଅତ୍ୟନ୍ତ ଦୁଃଖିତ ହେଇଗଲେ। ହନୁମାନ ଯେତେ ଅତ୍ୟନ୍ତ ଦୁଃଖିତ ହେଇଗଲେ, ସେତେବେଳେ ଭଗବାନ ରାମଚନ୍ଦ୍ର ହନୁମାନଙ୍କ ମନ କଥା ବୁଝିପାରି ସେତେ ପଚାରୁଛନ୍ତି, ହନୁମାନ ତୁମେ କାହିଁକି ବିଷାଦଗ୍ରସ୍ତ ଅବସ୍ଥାରେ ଅବସ୍ଥାନ କରୁଛ? ତୁମର କ'ଣ ହେଇଛି? ତ ସେତେ ହନୁମାନ କହିଛନ୍ତି, ହେ ପ୍ରଭୁ, ଆପଣଙ୍କ ଯେତେ ସବୁ ପ୍ରିୟ ଭକ୍ତ ସମସ୍ତଙ୍କ ନାଁ ଏ ପୁସ୍ତକରେ ସବୁ ଉଲ୍ଲେଖ କରାଯାଇଛି, ମୋର ନାଁ ସେଥିରେ ନାହିଁ। ଏଥିଲାଗି ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆପଣଙ୍କର ସେବକ ବା ଆପଣଙ୍କର ଭକ୍ତ ନାହିଁ। ତ ସେତେ ରାମଚନ୍ଦ୍ର କହୁଛନ୍ତି, ଇଏ ତ ପ୍ରଥମ ଭଲୁମ, ଦ୍ୱିତୀୟ ଭଲୁମଟା ତୁମେ ଦେଖ, ସେଥିରେ ତୁମର ନାମ ଥାଇପାରେ। ତ ଦ୍ୱିତୀୟ ଆଉ ଗୋଟେ ଭଲୁମ ବାହାରିଲା ବହି। ସେ ବହିରେ ପ୍ରଥମ ପେଜ୍ରୁ ଲାଷ୍ଟ ପେଜ୍ ପର୍ଯ୍ୟନ୍ତ କେବଳ ହନୁମାନଙ୍କର ନାଁ, ଆଉ ଅନ୍ୟ କାହାରି ନାଁ
ସେଥିରେ ନାହିଁ। କାହିଁ ହନୁମାନଙ୍କ ଲାଗି ସ୍ୱତନ୍ତ୍ର ଗୋଟେ ଭଲ୍ୟୁମ୍ ବହି ବାହାରିଛି, ସେଥିରେ କେବଳ ହନୁମାନଙ୍କର କଥା। ତ ହନୁମାନ ଭଗବାନ ରାମଚନ୍ଦ୍ର କେତେ ବଡ଼ ସେବକ ଥିଲେ। ତ ହନୁମାନଙ୍କର ଜନ୍ମ ବିଷୟ ଆମେ ଟିକେ କହିବା ଯେ ଜଣେ ଋଷିଙ୍କର ଅଭିଶାପରେ ଜଣେ ଅପ୍ସରା ଯାହାଙ୍କର ନାଁ ହେଉଛି ପୁଞ୍ଜିକାସ୍ଥଳୀ ନାମକ ଜଣେ ଅପ୍ସରା ଅଭିଶାପ ପ୍ରାପ୍ତ ହୋଇଥିଲେ। ପରିଣାମ ସେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ। ସେ ଯେତେବେଳେ ଏ ହନୁମାନଙ୍କୁ ଜନ୍ମ ଦେବେ ସେତେବେଳେ ସେ ସାପରୁ ମୁକ୍ତ ହେବେ। ସେ ପୁଞ୍ଜସ୍ଥଳୀ ସେ ସେତେବେଳେ ବାନରମାନଙ୍କ ରାଜା କୁଞ୍ଜରଙ୍କ କନ୍ୟା ରୂପେ ଜନ୍ମ ନେଇଥିଲେ। ସେଟା ତାଙ୍କ ନାଁ ହେଇଥିଲା ଅଞ୍ଜନା। ତ ଅଞ୍ଜନା ରୂପେ ଯଦି ଜନ୍ମ ନେଇଥିଲେ ସ୍ୱଇଚ୍ଛା ବଡ଼ ବିବିଧ ପ୍ରକାର ସେ ରୂପ ଧାରଣ କରି ପାରୁଥିଲା। ସେହିପରି ଅଞ୍ଜନା ବାନରମାନଙ୍କର ରାଜା ଆଉ ଜଣେ ଯାହା କେଶରୀକୁ ପତି ରୂପେ ସେ ଗ୍ରହଣ କରିଥିଲା, ଅର୍ଥାତ୍ କେଶରୀଙ୍କ ସହିତ ତାଙ୍କ ବିବାହ ହୋଇଥିଲା। ତ ଅଞ୍ଜନାଙ୍କ ଯେତେବେଳେ ବାନରରାଜ କେଶରୀଙ୍କ ସହିତ ଯେତେବେଳେ ବିବାହ ହୋଇଥିଲା ସେତେବେଳେ ଅଞ୍ଜନା ସ୍ୱଇଚ୍ଛା ପ୍ରଭାବରେ ଏକ ମାନୁଷୀ ରୂପ ଧାରଣ କରିଲେ, ଅର୍ଥାତ୍ ମନୁଷ୍ୟ କନ୍ୟା ରୂପ ଧାରଣ କରି ପର୍ବତରେ ଯେତେବେଳେ ବିଚରଣ କରିଥିଲେ, ଏକାକୀ ଭ୍ରମଣ କରିଥିଲେ, ଏମିତି ସମୟରେ ପବନଦେବ ତାଙ୍କ ରୂପ ସୌନ୍ଦର୍ଯ୍ୟ ଦେଖି ଅତ୍ୟନ୍ତ ମୋହିତ ହୋଇଯାଇଥିଲା। ସେ ଯଦି ଅତ୍ୟନ୍ତ ମୋହିତ ହୋଇଯାଇଥିଲେ ସେତେବେଳେ ପବନଦେବ କଣ ହେଲା हरे कृष्ण सुबिला अरे कौन हो से बाट बैठी कौन है नहीं सुबिला बे हाँ से नथिला तो निजे करवा लोग नाचा बर्तमान मैं कर भाव पवन देव से प्रबल भाव पवन द्वारा ये अंजना को विवस्त्र करदेले और अंजना के विवस्त्र अवस्था ये रूप देखी वायुदेव तो अत्यंत मुक्त हो गला। तेणु वायुदेव तो अशरीरी भाव अर्थात मानसिक भाव अंजना के सहित मिलित है। अंजना देखी पार किए मत यहीपरी आलिंगनबद्ध अवस्था रखिंट। तेणु अंजना जितेबाला यहीपरी भर्सना वाक्य जो कहते से वायुदेवता से कहते तुम्हें दुख करना तुम सतीत्व नष्ट है ना मु ये स्थूल शरीर द्वारा तुमको यहीपरी आलिंगन करना मु मोर मानसिक सूक्ष्म शरीर द्वारा तुमको आलिंगनबद्ध अवस्था करे मोर और तुम्हें एक सुंदर बलशाली पुत्र तुम्हें एक महाबलशाली पुत्र प्राप्त हो जे कि मो भली इच्छा बड़े सर्वत्र परिभ्रमण कर यहीपरी से वायुदेवता आशीर्वाद करला।
ଅଞ୍ଜନକୁ। ଅଞ୍ଜନ ଏ କଥା ଶୁଣି ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ ସେତେବେଳେ ପର୍ବତ ଗୁମ୍ଫା ମଧ୍ୟରୁ ଏ ହନୁମାନଙ୍କୁ ପ୍ରସବ କଲେ। ତ ହନୁମାନଙ୍କୁ ଯେତେ ପ୍ରସବ କଲେ, ପ୍ରାତଃ କାଳେ ସୂର୍ଯ୍ୟ ଯେତେ ଉଦୟ ହେଇଛନ୍ତି ନାଲି ବର୍ଣ୍ଣ ରକ୍ତିମ ବର୍ଣ୍ଣ, ତ ହନୁମାନ ନବଜାତ ଜନ୍ମିବା ସାଥେ ସାଥେ ସେ ଚିନ୍ତା କଲେ ଏ ଗୋଟେ ଅତି ମନୋରମ ଫଳ, ତ ଏ ଫଳକୁ ଭକ୍ଷଣ କରିବା ପାଇଁ ସେ ଗୋଟେ ଲମ୍ଫ ଦେଲେ। ଗୋଟେ ଲମ୍ଫ 3000 ଯୋଜନ ଉପରକୁ ସେ ଚାଲିଗଲା। 3000 ଯୋଜନ ଉପରକୁ, ମାନେ ଏକ ଯୋଜନ କୁହାଯାଉଛି 12 କିଲୋମିଟର। ଏହିପରି 3000 ଯୋଜନ ଉପରକୁ ସୂର୍ଯ୍ୟଙ୍କ ପାଖକୁ ଯାଇ ଉପସ୍ଥିତ ହୋଇଗଲା। ସେ ସୂର୍ଯ୍ୟକୁ ସେ ଭାବିଥିଲା ଗୋଟେ ଫଳ, ତେଣୁ ସେ ଅତ୍ୟନ୍ତ ଭୋକାର୍ତ୍ତ ହୋଇ ସେଇ ଫଳ ଗ୍ରହଣ କରିବା ପାଇଁ ଯେତେ ଗଲେ, ସୂର୍ଯ୍ୟର ତେଜରେ ସେ ସେତେବେଳେ ସେଇଠିରେ ଖସି ପଡ଼ିଲେ ଭୂପୃଷ୍ଠ ଉପରେ। ଭୂପୃଷ୍ଠ ଉପରେ ଯେତେ ପଡ଼ିଗଲେ, ହନୁମାନ କିଛି ହେଲା ନାହିଁ। ପୁଣି ଆଉ ଥରେ ପ୍ରୟାସ କଲେ ସେଇ ଫଳକୁ ସେ ଭକ୍ଷଣ କରିବା ପାଇଁ। ପୁଣି ଆଉ ଥରେ ଡେଙ୍ଗା ମାରି ସେ ଯେତେ ସେ ସୂର୍ଯ୍ୟକୁ ଫଳ ରୂପ ଗ୍ରହଣ କରିବା ପାଇଁ ଯେତେ ଯାଉଥିଲେ, ଏମିତି ସମୟ ଇନ୍ଦ୍ର ଅତ୍ୟନ୍ତ କ୍ରୋଧିତ ହୋଇ ଦେଖିଲେ ଏକ ବାନର ଏହିପରି ସାହସ କରୁଛି, ତେଣୁ ସେ ତାର ବଳଶାଳୀ ଏ ବଜ୍ର ତାଙ୍କର ପ୍ରହାର କଲେ। ବଳଶାଳୀ ଏ ବଜ୍ର ଯେତେ ପ୍ରହାର କଲେ, ବଜ୍ର ପ୍ରହାରରେ ହନୁମାନ ଗୋଟେ ପର୍ବତ ପୃଷ୍ଠ ଦେଶରେ ପଡ଼ିଗଲେ ଏବଂ ତାଙ୍କର ଗୋଟେ ମାନେ ମାଡ଼ି ଭାଙ୍ଗିଗଲା। ଅଥଚ ହନୁମାନଙ୍କୁ ଆଉ ଅନ୍ୟ କିଛି ହେଇନାହିଁ। ତ ଏହିପରି ଦେଖାଯାଉଛି, ଏଥିଲାଗି ତାଙ୍କ ନାଁ ହେଇଗଲା ହନୁମାନ। ହନୁମାନ ମାନେ ଏକ ମାନେ ମାଡ଼ି ଭଙ୍ଗ ଅବସ୍ଥା, ଏଥିଲାଗି ତାଙ୍କ ନାଁ ହେଉଛି ହନୁମାନ। ତ ଏଇ ହନୁମାନ ଏହିପରି ଯେତେବେଳେ ଇନ୍ଦ୍ରଙ୍କ ବଜ୍ର ଦ୍ୱାରା ଆଘାତପ୍ରାପ୍ତ ହୋଇ ଅଚେତନ ହୋଇ ପଡ଼ିଛନ୍ତି, ସେତେବେଳେ ପୁତ୍ରଙ୍କର ଏହିପରି ଅବସ୍ଥା ଦେଖି ବାୟୁ ଦେବତା ସେ ତ୍ରିଲୋକର ବାୟୁ ଶୂନ୍ୟ କରିଦେଲା, ଅତ୍ୟନ୍ତ ରୁଷ୍ଟ ହୋଇ। ତ ବାୟୁ ଦେବତା ଏହିପରି ତ୍ରିଲୋକର ବାୟୁ ଶୂନ୍ୟ ଯେତେବେଳେ କରିଦେଲେ, ବାୟୁ ଶୂନ୍ୟ ଅବସ୍ଥାରେ ଜୀବମାନେ ସମସ୍ତ ମରଣାପନ୍ନ ଅବସ୍ଥା, ତେଣୁ ସମସ୍ତ ଦେବତାମାନେ ଯାଇ ବ୍ରହ୍ମାଙ୍କ ପାଖକୁ ଉପସ୍ଥିତ ହେଲେ, ଅଭିଯୋଗ କଲେ। ଆଉ ବ୍ରହ୍ମାଜୀ ସେତେବେଳେ ଦେବତାମାନଙ୍କ ସହ ହନୁମାନ ଯେଉଁଠାରେ ଅଚେତନ ଅବସ୍ଥା କରିଛି ସେଟାକୁ ଆସି ଉପସ୍ଥିତ ହୋଇ, ଆଉ ସେଠାରେ ପବନ ଦେବଙ୍କୁ କହୁଛନ୍ତି, ପବନ ଦେବଙ୍କୁ ଉପସ୍ଥିତିରେ କହୁଛନ୍ତି ବ୍ରହ୍ମା ଯେ ମୋ ବରରେ ହନୁମାନ ଯୁଦ୍ଧରେ ଅଜୟ, ଅର୍ଥାତ୍ ସେ କେବଳ ଯୁଦ୍ଧରେ ପରାସ୍ତ ହେବା ନାହିଁ, ସର୍ବଦା ବିଜେତା ପ୍ରାପ୍ତ ଅଜୟ, ଏହି ବର ପ୍ରଦାନ କଲେ ବ୍ରହ୍ମା। ଆଉ ବ୍ରହ୍ମା ଯେତେ ଏହି ବର ପ୍ରଦାନ କଲେ, ସେତେବେଳେ ଇନ୍ଦ୍ର ସେ ସାଙ୍ଗେ ସାଙ୍ଗେ ଅତ୍ୟନ୍ତ ପ୍ରସନ୍ନ ହୋଇ କହିଲେ, ମୋର ବଜ୍ରରେ ଏହିପରି ହନୁମାନ ନିଜକୁ ରକ୍ଷା କଲେ, ତେଣୁ ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇ ଏହାକୁ ବର ଦେଉଛି ଇଚ୍ଛା ମୃତ୍ୟୁ ବରଦାନ। ସେ ଯେପର୍ଯ୍ୟନ୍ତ ଇଚ୍ଛା ନ କରିଛି ସେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କ ପାଖକୁ ଆସିପାରିବ ନାହିଁ। ସେହିପରି ହନୁମାନ ଏ ଅଜୟ ବୀର, ଆଉ ଏହିପରି ଇଚ୍ଛା ମୃତ୍ୟୁ ବର୍ତ୍ତମାନ ଇନ୍ଦ୍ରଙ୍କ ଠାରୁ ପ୍ରାପ୍ତ ହୋଇଥିଲା। ତ ଏହି ହନୁମାନ ଏହାର ଶକ୍ତି ଅଦ୍ଭୁତ ଶକ୍ତି। ସେ ଲାଷ୍ଟ ଆମେ ଏତିକି କଥା କହିବା ଯେ ଭଗବାନ ରାମଚନ୍ଦ୍ର ଏହିପରି ବାଲିକୁ ବଧ କରି ସୁଗ୍ରୀବଙ୍କୁ ସେ କିଷ୍କିନ୍ଧା ରାଜା ବନାଇଦେଲେ। ଆଉ କିଷ୍କିନ୍ଧା ରାଜା ଯେତେ ବନାଇଦେଲେ, ସେତେ ବର୍ଷା କାଳ 4 ମାସ ପ୍ରହସନ ପର୍ବତରେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ଅବସ୍ଥାନ କରିଦେଲେ, କାହିଁକି ସେ ନଗର ଭିତରକୁ ପଶିବା ନାହିଁ।
ମାନେ ବର୍ଷା ଅବସାନ ପରେ ଶରତ ଋତୁରେ ସୀତା ଅନୁସନ୍ଧାନ କରିବେ। ଏହିପରି ସୁଗ୍ରୀବ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବା ପାଇଁ ସେ ପ୍ରତିଜ୍ଞା କରିଥିଲେ। କିନ୍ତୁ ରାଜ୍ୟ ପ୍ରାପ୍ତ ହୋଇ ଏହିପରି ବାଲିଙ୍କର ପତ୍ନୀ ତାରା ପୁଣି ସେ ରାଣୀ ରୂପେ ପ୍ରାପ୍ତ ହେଲେ। ଆଉ ତାଙ୍କର ନିଜ ପତ୍ନୀ ରୁମା, ଯିଏକି ବାଲି ସେ ଅପହରଣ କରି ନେଇଥିଲେ, ତ ବାଲି ମୃତ୍ୟୁ ପରେ ପୁଣି ସେ ନିଜ ପତ୍ନୀକୁ ପ୍ରାପ୍ତ ହେଲେ ଏବଂ ବାଲିଙ୍କର ପତ୍ନୀ ତାରାକୁ ପ୍ରାପ୍ତ ହେଲେ। ଏହିପରି ସୁଗ୍ରୀବ ଇନ୍ଦ୍ରିୟ ଭୋଗରେ ଏତେ ଲିପ୍ତ ହୋଇଗଲେ, ସେ ରାମଚନ୍ଦ୍ରଙ୍କୁ ଯେ ସର୍ତ୍ତ ଦେଇଥିଲେ ସେ କଥା ସେ ଭୁଲି ଯାଇଥିଲେ। ତେମିତି ସମୟରେ ରାମଚନ୍ଦ୍ରଙ୍କ ଦ୍ୱାରା ପ୍ରେରିତ ଶରଦ ଋତୁ ଯେତେବେଳେ ଆସିଯାଇଥିଲା, ସେତେବେଳେ ଲକ୍ଷ୍ମଣ ଅତ୍ୟନ୍ତ କ୍ରୋଧିତ ଭାବେ ସେଠାରେ ଆସି ଉପସ୍ଥିତ ହୋଇଥିଲେ। ସେତେବେଳେ ହନୁମାନ ଜଣାଇଦେଲେ ସୁଗ୍ରୀବଙ୍କୁ, ଏହିପରି ଲକ୍ଷ୍ମଣ ଆସି ଉପସ୍ଥିତ ଅତ୍ୟନ୍ତ କ୍ରୋଧିତ ଅବସ୍ଥା, ତାକୁ ପ୍ରଶମିତ କରିବା ପାଇଁ, ଶାନ୍ତ କରିବା ପାଇଁ ଶୀଘ୍ର ପ୍ରାସାଦରୁ ବାହାରକୁ ଆସି ତାଙ୍କ ଚରଣ ପ୍ରଣତ ହେଲା। ତ ଲକ୍ଷ୍ମଣଙ୍କର ମୂର୍ତ୍ତି ଦେଖି ଏ ସୁଗ୍ରୀବ ଅତ୍ୟନ୍ତ ଡରି ଯାଇଥିଲା। ତ ସେ ତାରାକୁ ପଠାଇଦେଲେ। ତାରା ଅତ୍ୟନ୍ତ ବୁଦ୍ଧିମତୀ, କଥା ପ୍ରସଙ୍ଗ କଥା କହିବା ଅତି ଏକ୍ସପର୍ଟ ଥିଲା। ତେଣୁ ତାରା ଆସି ଅତି ସମ୍ଭ୍ରମ ସହକାରେ ଲକ୍ଷ୍ମଣଙ୍କୁ ପ୍ରଣାମ କରି ବୁଦ୍ଧିମତ୍ତା ସହକାରେ ଏମିତି ସବୁ କଥା କହିଲେ ଯେ ଏ ତ ବାନର ଜାତି, ଇନ୍ଦ୍ରିୟ ଭୋଗରେ ସର୍ବଦା ଲିପ୍ତ। ତେଣୁ ସୁଗ୍ରୀବ ଏହିପରି ତା ସର୍ତ୍ତ କଥା ସେ ବିସ୍ମୃତ ହୋଇଯାଇଛନ୍ତି। ତେଣୁ ହେ ଲକ୍ଷ୍ମଣ, ଠାକୁର ଲକ୍ଷ୍ମଣ, ଆପଣ କ୍ଷମା କରି ଦିଅନ୍ତୁ। ଆଉ ସୁଗ୍ରୀବ ଅବଶ୍ୟ ବାନରମାନଙ୍କୁ ସମାଚାର ପଠାଇଛନ୍ତି, ଯେମିତି ହିମାଳୟ ପର୍ବତ ଯେତେ ବାନରମାନେ ଅଛନ୍ତି, ମନ୍ଦର ପର୍ବତ ଯେତେ ବାନରମାନେ ଅଛନ୍ତି, କୈଳାସ ପର୍ବତ ଯେତେ ବାନରମାନେ ଅଛନ୍ତି, ଏହିପରି ମହେନ୍ଦ୍ର ପର୍ବତ ଯେତେ ବାନରମାନେ ଅଛନ୍ତି, ପୃଥିବୀ ପୃଷ୍ଠରେ ଯେତେ ସବୁ ଏ ବାନରମାନେ ଅଛନ୍ତି ସମସ୍ତଙ୍କୁ ଆମନ୍ତ୍ରଣ କରିଛି 15 ଦିନ ମଧ୍ୟରୁ କିଷ୍କିନ୍ଧାରେ ଉପସ୍ଥିତ ହେବା ପାଇଁ। ଆଉ ଯଦି ଉପସ୍ଥିତ ନ ହେବେ ତାହେଲେ ରାଜଦଣ୍ଡ ଅର୍ଥାତ୍ ମୃତ୍ୟୁଦଣ୍ଡାଦେଶ। ତେଣୁ ଏ କଥା ଯେତେ କହିଲେ ତାରା, ସେ କଥା ଶୁଣି ଲକ୍ଷ୍ମଣ ପ୍ରସନ୍ନ ହେଲେ, କ୍ରୋଧରୁ ନିବୃତ୍ତ ହେଲେ। ତାପରେ ବାନରମାନେ ଲକ୍ଷ ଲକ୍ଷ ସେ ବାନର ଯେତେବେଳେ ଆସି ଉପସ୍ଥିତ ହୋଇଗଲା 15 ଦିନ ମଧ୍ୟରୁ, ସେତେବେଳେ ସୁଗ୍ରୀବ ଆସି ଭଗବାନ ରାମଚନ୍ଦ୍ରଙ୍କ ଚରଣ ପ୍ରଣତ ହୋଇ କ୍ଷମା ପ୍ରାର୍ଥନା କଲେ। ଆଉ ସେତେବେଳେ ବାନରମାନଙ୍କୁ ଚାରିଆଡ଼େ ସବୁ ପଠାଇଲେ। ଉତ୍ତର ଦିଗ, ଦକ୍ଷିଣ ଦିଗ, ପଶ୍ଚିମ ଦିଗ, ପୂର୍ବ ଦିଗ। ତ ଦକ୍ଷିଣ ଦିଶାକୁ ପଠାଇଥିଲେ ଇଏ ବାଲିଙ୍କର ପୁତ୍ର ଅଙ୍ଗଦଙ୍କ ନେତୃତ୍ୱରେ ଏ ନୀଳ ହେଉଛି ବିଶ୍ୱକର୍ମାଙ୍କର ପୁତ୍ର। আর ସେମାନଙ୍କ ସହିତ ପଠାଇଥିଲେ ମହେନ୍ଦ୍ର ଆଉ ଦ୍ୱିବିଦ। ମହେନ୍ଦ୍ର ଦ୍ୱିବିଦ ଅଶ୍ୱିନୀ କୁମାର ଦାସଙ୍କର ପୁତ୍ର। ଆଉ ସୁସେନ ହେଉଛନ୍ତି ଏ ତାରାଙ୍କର ପିତା। ତାର ହେଉଛନ୍ତି ରୁମାଙ୍କର ପିତା। ଏହିପରି ସେମାନଙ୍କ ସହିତ ହନୁମାନ ଏ ପଠାଇଲେ ଦକ୍ଷିଣ। ଆଉ ହନୁମାନଙ୍କୁ ଭଗବାନ ରାମଚନ୍ଦ୍ର ଚିନ୍ତା କରିଥିଲେ ଯେ ହନୁମାନ କେବଳ ସୀତାଙ୍କୁ ଅନୁସନ୍ଧାନ କରିପାରିବେ, ଏହି ବିଶ୍ୱାସ ଥିଲା। ତେଣୁ ହନୁମାନଙ୍କୁ ସେ ନିଜ ହାତରେ ଗୋଟେ ଅଙ୍ଗୁଠି ଦେଇଥିଲେ। ଆଉ ସେ ଭଗବାନ ରାମଚନ୍ଦ୍ର କହିଦେଇଥିଲେ ହନୁମାନଙ୍କୁ ଯେ ଅଙ୍ଗୁଠି ଭିତରେ ମୋର ନାଁ ଲେଖା ରହିଛି, ତୁମେ ଯେତେବେଳେ ସୀତାଙ୍କ ସହିତ ଭେଟିବ ଏହି ଅଙ୍ଗୁଠି ତାଙ୍କ ଦେଲେ ସେ ସେତେ ବିଶ୍ୱାସ କରିବ ତୁମେ ହେଉଛି ମୋର ଦୂତ ହିସାବରେ ସେଟାକୁ ଯାଇଛ। ଏହିପରି ଦକ୍ଷିଣ ଦିଶାରେ ଆଉ ସୁଗ୍ରୀବ ସବୁ କହିଦେଇଥିଲେ 1 ମାସ ଭିତରେ ସୀତାଙ୍କର ସନ୍ଧାନ ନେଇ ପହଞ୍ଚିବାକୁ। 1 ମାସ ଅଧିକ ହୋଇଗଲେ ସମସ୍ତ ରାଜଦଣ୍ଡ ମିଳିବ।
ତ ଯେଉଁମାନେ ଉତ୍ତର ଦିଗକୁ ଯାଇଥିଲେ, ପଶ୍ଚିମ ଦିଗକୁ ଯାଇଥିଲେ, ପୂର୍ବ ଦିଗକୁ ଯାଇଥିଲେ, ସେମାନେ 1 ମାସ ଅନୁସନ୍ଧାନ କରି ସର୍ବତ୍ର ଅନୁସନ୍ଧାନ କରି ସୀତା ଦେବୀଙ୍କ ସନ୍ଧାନ ପାଇଲେ ନାହିଁ। ଯେଉଁମାନେ ଦକ୍ଷିଣ ଦିଶାକୁ ଯାଇଥିଲେ, ଏଇମାନେ ହନୁମାନ ଆଦି, ଅଙ୍ଗଦ, ନୀଳ ଆଦି, ଜାମ୍ବବାନ ଏସବୁ ଯାଇଥିଲେ। ତ ସେମାନେ ଏହିପରି ସେଠାରେ ବିନ୍ଧ୍ୟାଚଳ ପର୍ବତ ଶିଖର ଦେଶରେ ସମ୍ପାତି ଅର୍ଥାତ୍ ଜଟାୟୁଙ୍କର ବଡ଼ ଭାଇ ସମ୍ପାତି, ତାର 2 ଡନା ମାନେ ଜଳି ଯାଇଥିଲା ସୂର୍ଯ୍ୟଙ୍କ ତେଜରେ, ସେ ଆଉ ଉଡ଼ି ପାରିନଥିଲେ, ଗୋଟେ ଜାଗାରେ ଅବସ୍ଥାନ କରିଥିଲେ। ଏମାନେ ଯେତେ ଆସି ଉପସ୍ଥିତ ହେଲେ, ସେତେବେଳେ ସମ୍ପାତି ଚିନ୍ତା କଲେ ବହୁତ ଦିନ ଧରି ମୁଁ ଅଭୁକ୍ତ ଅବସ୍ଥାରେ ଅଛି, ତ ଆଜି ଦୈବ ଇଚ୍ଛାରେ ଏତେ ଗୁଡ଼ିକ ସହ ବାନର ଆସି ମୋ ପାଖକୁ ଆସି ଉପସ୍ଥିତ, ଆଜି ପେଟ ଭରିକିରି ଖାଇବି। ତ ଏହିପରି ସମ୍ପାତି ଯେତେ ଏ କଥା ଉଠାଇଲେ, ଇଏମାନେ ଅତ୍ୟନ୍ତ ଡରିଗଲେ। ଆଉ ସେତେବେଳେ ଅଙ୍ଗଦ କହିଲେ ଯେ 1 ମାସ ପୁରିବାକୁ ଯାଉଛି, କିନ୍ତୁ ଆମେ ସୀତା ଦେବୀଙ୍କ ସନ୍ଧାନ ପାଇଲ ନାହିଁ। ତ ଇଏ ଏକମାତ୍ର କାରଣ ହେଉଛି କୈକେୟୀଙ୍କ ଦ୍ୱାରା ଏହିପରି ଭଗବାନ ରାମଚନ୍ଦ୍ର ନିର୍ବାସିତ ହେଇଛନ୍ତି। ଏହିପରି ତାଙ୍କର ପତ୍ନୀ ମାତା ସୀତା ରାବଣଙ୍କ ଦ୍ୱାରା ଅପହୃତ ହେଇଛନ୍ତି। ରାବଣ ହାତରୁ ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ଯାଇ ଇଏ ଜଟାୟୁ ସଂଗ୍ରାମ କରି ସେ ନିହତ ହେଇଛନ୍ତି। ଏସବୁ ମୂଳ କାରଣ ହେଉଛନ୍ତି କୈକେୟୀ। ଯଦି ଜଟାୟୁ କଥା ଶୁଣିଲେ, ତ ସେତେବେଳେ ସମ୍ପାତି ଚିନ୍ତା କଲେ ଜଟାୟୁ ତ ମୋର ଭାଇ, ଆରେ ଏମାନଙ୍କ ମୁଖରେ କେମିତି ଜଟାୟୁ କଥା ଶୁଣି। ସେତେବେଳେ ସମ୍ପାତି ପଚାରିଲେ, ମୋର ସାନ ଭାଇ ଜଟାୟୁ କେମିତି ସେ ନିହତ ହେଲେ, ଏ କଥା ସବୁ ପଚାରିଲେ। ଏମାନେ ସେତେବେଳେ ସେହି ସବୁ କଥା କହିଲେ। ସେତେବେଳେ କହିଲେ, ସମ୍ପାତି ଅତ୍ୟନ୍ତ ପ୍ରସନ୍ନ ହେଇଗଲେ ଯେ ଜଟାୟୁ ଏହିପରି ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣ ସହିତ ସଂଗ୍ରାମ କରି ଏହିପରି ଯୁଦ୍ଧରେ ସେ ନିହତ ହେଇଛନ୍ତି। ରାମଚନ୍ଦ୍ରଙ୍କ ଦ୍ୱାରା ଏହିପରି ସତ୍କାର ହେଇଛି, ଅତ୍ୟନ୍ତ ପ୍ରସନ୍ନ ହେଇଯାଏ। ତେଣୁ ସମ୍ପାତି ନିଜ ହାତରେ ଭାଇଙ୍କର ଆତ୍ମା ତୃପ୍ତି ଲାଗି ସେ ତର୍ପଣ କରିବେ। ତେଣୁ ବାନରମାନଙ୍କୁ କହିଲେ ଯେ ମୋତେ ଧରି ନେଇ ସେଇ ସମୁଦ୍ର କୂଳକୁ ନେଇ ଚାଲ, ସେଠାରେ ମୁଁ ସମୁଦ୍ର ଜଳ ନେଇ ଭାଇଙ୍କର ଉଦ୍ଦେଶ୍ୟରେ ଏହିପରି ତର୍ପଣ କରିବି। ତ ବାନରମାନେ ଏଇମାନେ ହନୁମାନ ଆଦି ସମସ୍ତେ ସମ୍ପାତିକୁ ଧରି ନେଇ ସମୁଦ୍ର କୂଳକୁ ନେଇଗଲେ। ଆଉ ସେଠାରେ ଏହିପରି ସମୁଦ୍ର ଜଳ ନେଇ ଭାଇଙ୍କର ଉଦ୍ଦେଶ୍ୟ, ଭାଇଙ୍କର ଆତ୍ମା ସଦ୍ଗତି ଲାଗି ତର୍ପଣ କଲେ। ଆଉ ସେତେବେଳେ ସମ୍ପାତି ସେ କହୁଛନ୍ତି, ଯେଉଁମାନେ ଯେହେତୁ ସୀତା ଅନୁସନ୍ଧାନ ଆସିଛନ୍ତି, ସମ୍ପାତିକ ମୁଁ ଯେହେତୁ ବିନତାଙ୍କର ବଂଶଧର, ତେଣୁ ମୋର ଏ ଶକ୍ତି ରହିଛି 100 ଯୋଜନ ପର୍ଯ୍ୟନ୍ତ ମୁଁ ଦେଖିପାରିବି। ତ ସେ ଧନୁଷ ତୀର୍ଥରୁ ଲଙ୍କା ହେଉଛି 100 ଯୋଜନ। ତ 100 ଯୋଜନ ପର୍ଯ୍ୟନ୍ତ କ'ଣ ଅଛି ନ ଅଛି, ସେ ତାଙ୍କ ତୀକ୍ଷ୍ଣ ଦୃଷ୍ଟି ଦ୍ୱାରା ସବୁ ଦେଖିପାରୁଥିଲେ। ତେଣୁ ସମ୍ପାତି ସେ ତୀକ୍ଷ୍ଣ ଦୃଷ୍ଟି ପ୍ରଭାବରେ ଲଙ୍କାକୁ ଦେଖିପାରୁଥିଲେ। ଲଙ୍କାରେ କେଉଁଠାରେ ସୀତା ଦେବୀ ଅଛନ୍ତି ତା ବି ସେ ଦେଖିପାରିଲେ। ତେଣୁ ସମ୍ପାତି ଏହିପରି ପ୍ରତ୍ୟକ୍ଷ ଦେଖି ବାନରମାନଙ୍କୁ କହିଲେ, ଏହିପରି ରାବଣଙ୍କ ଦ୍ୱାରା ଅପହୃତ ଏ ମାତା ସୀତା ବର୍ତ୍ତମାନ ଲଙ୍କାରେ ଅଶୋକ ବାଟିକାରେ, ଏ ଅଶୋକ ବୃକ୍ଷ ମୂଳରେ ଶୋକଗ୍ରସ୍ତ ଅବସ୍ଥାରେ ଅବସ୍ଥାନ କରୁଛନ୍ତି। ଏ ସମାଚାର ପାଇଗଲେ, ସୀତାଙ୍କର ସନ୍ଧାନ ପାଇଗଲେ ସମ୍ପାତିଙ୍କ ଦ୍ୱାରା। ତ ବର୍ତ୍ତମାନ ସମ୍ପାତି ଏହି କଥା ବ୍ୟକ୍ତ କରିବା ଯୋଗୁଁ ଏକ ମୁନିଙ୍କର ଆଶୀର୍ବାଦ ଥିଲା। ଯେତେବେଳେ ସୀତାଙ୍କର କଥା, ମାତା ସୀତାଙ୍କର କଥା ବାନରମାନଙ୍କ ପାଖକୁ ସେ କହିବେ, ସେତେବେଳେ ତାଙ୍କ ଦେହରେ ପୂର୍ଣ୍ଣ ବଳ ଆସିଯିବ ଆଉ ତାଙ୍କର ପଙ୍ଖ ଅର୍ଥାତ୍ ଡେଣା ପୁନଃ ଜାତ ହେଇଯିବ। ତ ସାଙ୍ଗେ ସାଙ୍ଗେ ତାଙ୍କ ଡେଣା ପ୍ରକଟ ହେଇଗଲା, ନବଜାତ ଡେଣା ପ୍ରକଟ ହେଇଗଲା, ପୂର୍ଣ୍ଣ ବଳ ଆସିଗଲା। ସମ୍ପତ୍ତି ଏ କଥା କହି ସେ ଆକାଶରେ ଉଡ଼ିଗଲେ।
ବର୍ତ୍ତମାନ କଥା ଆସିଲା ଏ ସମୁଦ୍ର ଲଙ୍ଘନ କରି ଲଙ୍କାକୁ କିଏ ଯିବେ? ବାନରମାନଙ୍କ ମଧ୍ୟରେ ଏ ପ୍ରଥମ ପ୍ରଶ୍ନ ଉଠିଲା। ତ ଅଙ୍ଗଦ ସେ କଥା ଉଠାଇଲେ କିଏ ସମୁଦ୍ର ଲଙ୍ଘନ କରି ଲଙ୍କାକୁ ଯାଇ ମାତା ସୀତାଙ୍କର ସନ୍ଧାନ ନେଇ ଆସିପାରିବ। ସମସ୍ତେ ବାନରମାନେ ଏତେ ଲମ୍ପ ଝମ୍ପ ସବୁ କରୁଥିଲେ, ସମସ୍ତଙ୍କ ମୁଣ୍ଡ ନତ ହେଇଗଲା। କିନ୍ତୁ ଗୋଟେ ପ୍ରବାଦ ଅଛି, ବଡ଼ ବଡ଼ ବାନରରେ ବଡ଼ ବଡ଼ ଲେଜ, ଲଙ୍କା ଡିମାଇବା ସମୟ ମାଥା କରେ ହେଁ। ବଙ୍ଗାଳୀରେ ପ୍ରବାଦ। ବଡ଼ ବଡ଼ ସବୁ ମାକଡ଼ ବହୁତ ଲମ୍ପ ଝମ୍ପ ସବୁ କରୁଥିଲେ। ଯେତେ ଏ କଥା ଉଠିଲା ଯେ ବର୍ତ୍ତମାନ 100 ଯୋଜନ ଏ ସମୁଦ୍ର ଲଙ୍ଘନ କରି ଲଙ୍କାକୁ କିଏ ଯିବେ, ସେତେବେଳେ ସମସ୍ତେ ମୁଣ୍ଡ ନତ କରିଦେଲେ। ସେତେବେଳେ ଅଙ୍ଗଦ ପର୍ସନାଲ ଭାବରେ ପଚାରିଲେ ଜଣେ ଜଣଙ୍କୁ। ତ ସେ ଜଣେ ଜଣେ କଥା ଉଠାଇଲେ, ମୁଁ 10 ଯୋଜନ ପର୍ଯ୍ୟନ୍ତ ଯାଇପାରିବି, କେହି କହୁଛନ୍ତି ମୁଁ 30 ଯୋଜନ ପର୍ଯ୍ୟନ୍ତ ଯାଇପାରିବି, କେହି କହୁଛନ୍ତି ମୁଁ 40 ଯୋଜନ ପର୍ଯ୍ୟନ୍ତ ଯାଇପାରିବି, କେହି କହୁଛନ୍ତି 50 ଯୋଜନ ପର୍ଯ୍ୟନ୍ତ ଯାଇପାରିବି। ତାପରେ ପର୍ସନାଲ ହିସାବରେ ମହେନ୍ଦ୍ର ଯେ ଅଶ୍ୱିନୀ କୁମାର ଦେବଙ୍କର ପୁତ୍ର, ସେ କହିଲେ ମୁଁ 60 ଯୋଜନ ପର୍ଯ୍ୟନ୍ତ ଯାଇପାରିବି। ତାପରେ ଦ୍ୱିବିଧ ବାନର, ଏଇ ଅଶ୍ୱିନୀ କୁମାର ଦେବଙ୍କର ପୁତ୍ର ଦ୍ୱିବିଧ, ଦୁଇ ଜଣ ଅଛି ମହେନ୍ଦ୍ର আর দ্বিবিধ। স্বর্গ বৈদ্য অশ্বিনী কুমার দেবଙ୍କର পুত্র, ଦୁଇ ପୁତ୍ର ମହେନ୍ଦ୍ର আর ଦ୍ୱିବିଧ। ଦ୍ୱିବିଧ କହିଲେ ମୁଁ 70 ଯୋଜନ ପର୍ଯ୍ୟନ୍ତ ଯାଇପାରିବି। ତାପରେ ଇଏ ସୁସେନ, ଯିଏକି ତାରାଙ୍କର ପିତା, ସୁସେନ ବାଲିଙ୍କର ପତ୍ନୀ ତାରା, ଯିଏକି ବର୍ତ୍ତମାନ ସୁଗ୍ରୀବଙ୍କର ରାଣୀ ହୋଇଛନ୍ତି। ତ ସେ କହିଲେ ତାଙ୍କର ପିତା ସୁସେନ, ଏ ବାନରମାନଙ୍କର ବୈଦ୍ୟ ସୁସେନ। ତ ସେ ସେତେବେଳେ କହିଲେ ମୁଁ ଏହିପରି 80 ଯୋଜନ ପର୍ଯ୍ୟନ୍ତ ଯାଇପାରିବି। ତାପରେ ଜାମ୍ବବାନ ସେ କଥା ଉଠାଇଲେ, କ'ଣ ମୁଁ ଯୁବା ଅବସ୍ଥାରେ ଏହିପରି ସମଗ୍ର ପୃଥିବୀ କେତେ ଥର ମାନେ ପରିକ୍ରମା କରିଥିଲେ। ଯେତେ ଭଗବାନ କୃଷ୍ଣ ବାମନ ଅବତାର ରୂପେ ଆସିଥିଲେ, ଗୋଟେ ପାଦରେ ପୃଥିବୀକୁ ଆଚ୍ଛାଦନ କରିଥିଲେ, ସେତେବେଳେ ମୁଁ ସମଗ୍ର ପୃଥିବୀକୁ 4 ଥର ଏ ପରିଭ୍ରମଣ କରିଥିଲି। ବର୍ତ୍ତମାନ ମୁଁ ବୃଦ୍ଧ ଅବସ୍ଥା ହେଇଯାଇଛି, ମୋର ଆଉ ସେ ଶକ୍ତି ନାହିଁ, ମୋର ସେ ସାହସ ନାହିଁ। ତ ମୁଁ ବର୍ତ୍ତମାନ 90 ଯୋଜନ ପର୍ଯ୍ୟନ୍ତ ଯାଇପାରିବି। ଏଇ କଥା ଉଠାଇଲେ। ତ ବର୍ତ୍ତମାନ ଅଙ୍ଗଦ ସେ କଥା ଉଠାଇଲେ ଯେ ମୁଁ 100 ଯୋଜନ ଯାଇପାରିବି, କିନ୍ତୁ ଫେରିବା ସମୟରେ ମୁଁ ସେ କଥା ଦେଇପାରିବି। ପୁଣି ସେଇଠାରୁ ଡେଙ୍ଗା ମାରି ମାନେ ଏଠି ଫେରିବା ମୁଁ ଏ କଥା ଦେଇପାରିବି। ମୁଁ ଡେଙ୍ଗା ମାରି 100 ଯୋଜନ ଲଙ୍କାକୁ ପହଞ୍ଚି ଯାଇପାରିବି, କିନ୍ତୁ ସେଇଠି ପୁଣି ଡେଙ୍ଗା ମାରି ପୁଣି ଫେରି ଆସିବା କଥା ମୁଁ ଦେଇପାରିବିନି। ସେତେବେଳେ ଜାମ୍ବବାନ ଅଙ୍ଗଦକୁ କହିଲେ, ଯେହେତୁ ତୁମେ ଏ ଦଳର ନେତୃତ୍ୱ ଦେଉଛ, ତେଣୁ ତୁମେ ଯିବା ଆବଶ୍ୟକ ନାହିଁ। ଅନ୍ୟ କାହାକୁ ଉତ୍ସାହିତ କରିବାକୁ ହେବ, ଯିଏକି ଯାଇପାରିବେ, ସମାଚାର ନେଇ ଆସିପାରିବେ। ଆଉ କେହି କୌଣସି କଥା କହୁନାହାନ୍ତି। ହନୁମାନ ବି ନୀରବ ଅଛନ୍ତି। ସେଟା ଜାମ୍ବବାନ ସେ କଥା ଉଠାଇଲେ, ହନୁମାନ ହିଁ କେବଳ ଏଇ କାର୍ଯ୍ୟ କରିପାରିବ। ସେତେବେଳେ ଜାମ୍ବବାନ ଏଇ କଥା କହୁଥିଲେ, ହନୁମାନଙ୍କ ଯେତେ ଜନ୍ମ ହେଇଥିଲା, ଜନ୍ମ ସାଥେ ସାଙ୍ଗେ ସାଙ୍ଗେ ସେ ସୂର୍ଯ୍ୟକୁ ଏକ ଫଳ ହିସାବ ମନେକରି ତାକୁ ଭକ୍ଷଣ କରିବା ପାଇଁ ଯେତେବେଳେ ଡେଙ୍ଗା ମାରିଥିଲା, 3000 ଯୋଜନ ଉପରକୁ ସେ ଚାଲି ଯାଇଥିଲା। 3000 ଯୋଜନ ଉପରକୁ ସୂର୍ଯ୍ୟ ତେଜରେ ତାପିତ ହୋଇ ସେ ମୂର୍ଚ୍ଛାରେ ପୁଣି ପଡ଼ିଯାଇଥିଲେ, କିନ୍ତୁ ତାଙ୍କ ଦେହ କିଛି ହେଇନଥିଲା। ପୁଣି ଆଉ ଥରେ ଯେ ଡେଙ୍ଗା ମାରିଥିଲା, ସେହି ଫଳ ସ୍ୱରୂପ ସୂର୍ଯ୍ୟକୁ ଗ୍ରାସ କରିବା ପାଇଁ, ସେତେ ଇନ୍ଦ୍ରଙ୍କ ବଜ୍ର ଦ୍ୱାରା ପ୍ରହିତ ହୋଇ ଇଏ ପର୍ବତ ପୃଷ୍ଠ ଦେଶରେ ପଡ଼ିଯାଇଥିଲା। ତେଣୁ ଅଚେତନ ହୋଇ ପଡ଼ିଥିଲେ। ତାଙ୍କର ଗୋଟେ ମାଡ଼ି, ବାମ ସାଇଡ଼୍ ମାଡ଼ି ଭାଙ୍ଗି ଯାଇଥିଲା। ତେଣୁ ଏ ପୁତ୍ରକୁ ଏ ଅବସ୍ଥା ଦେଖି ବାୟୁଦେବ ଅତ୍ୟନ୍ତ ଦୁଃଖିତ ହୋଇଯାଇଥିଲେ। ତେଣୁ ବାୟୁ ଦେବତା ସେ 3 ଲୋକର ବାୟୁ ଚଳାଚଳ ବନ୍ଦ କରିଦେଲେ। ଏପରି ଅବସ୍ଥାରେ ବ୍ରହ୍ମାଜୀ ସେଠାକୁ ଆସି ହନୁମାନଙ୍କୁ ଆଶୀର୍ବାଦ କରିଥିଲେ
ଯେ ଯୁଦ୍ଧରେ ସେ ଅଜୟ, କେହି ତାକୁ ଯୁଦ୍ଧରେ ପରାସ୍ତ କରିପାରିବେ ନା। ଇନ୍ଦ୍ର ସେତେବେଳେ ପ୍ରସନ୍ନ ହୋଇ ତାକୁ ଆଶୀର୍ବାଦ କରିଦେଲେ, ମାନେ ଇଚ୍ଛା ମୃତ୍ୟୁ ବରଦାନ ପ୍ରଦାନ କରିଦେଲେ। ଯେପର୍ଯ୍ୟନ୍ତ ସେ ଇଚ୍ଛା ନ କରିଥିଲେ ମୃତ୍ୟୁ ତାଙ୍କ ପାଖକୁ ଆସିପାରିବ ନାହିଁ। ଏ କଥା ଯେତେ ସ୍ମରଣ କରିଦେଲେ ସେତେବେଳେ ଇଏ କହୁଛନ୍ତି ମାନେ ଯମମାନ ଏଇ କାର୍ଯ୍ୟ କେବଳ ହନୁମାନ ହିଁ କରିପାରିବ। ଆଉ ହନୁମାନ ଯେତେବେଳେ ଏ କଥା ଶୁଣିଲେ ସେ ତାଙ୍କର ଭିତରେ ସେଇପରି ଶକ୍ତି, ସେଇପରି ଉତ୍ସାହ ସବୁ ହରେ କୃଷ୍ଣ। ହଁ 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 ଇଣ୍ଟରନେଟ୍ ରହିଲା ଆମର ଚାର୍ଜ ସରିଯାଇଥିବ। ମାନେ କେତେ କେତେ ସମୟ ହେଲା, କେତେ ସମୟ ମାନେ ଇଣ୍ଟରନେଟ୍ ପଳେଇ ଯାଇଥିଲା, ନେଟ୍ ପଳେଇ ଯାଇଥିଲା? 5-7 ମିନିଟ୍ ଶୁଣିପାରିନଥିଲେ? ତାହେଲେ କ'ଣ କରାଯିବ? ତାହେଲେ ଏ କଥା ଅନ୍ୟଦିନ କୁହାଯିବ। ହଁ 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 ତାହେଲେ ଆମର ତ ନେଟ୍ ନାହିଁ, ଆଉ କ'ଣ କରାଯିବ? ସେ ମୁଁ ତ କହି ଚାଲିଛି ସେଇ କଥା। 5-7 ମିନିଟ୍ 5-7 ମିନିଟ୍ ଇଏ ନଥିଲା, ସାଉଣ୍ଡ ନଥିଲା। କେଉଁ ପର୍ଯ୍ୟନ୍ତ ଶୁଣିଲେ? ମୁଁ ଯା କହି ଯାଉଥିଲି ଲାଷ୍ଟ କଥା କ'ଣ ଥିଲା? ଇଏ ତ ବହୁତ କଥା ହେଇଯାଇଛି ୟା ଭିତରେ। ହଁ ସମ୍ପାତି କ'ଣ ହେଇଛି? ହଁ ସମୁଦ୍ରକୁ ଲଙ୍ଘିକିରି କୋ ଯୋଜନା କେତେ ଯୋଜନା ପର୍ଯ୍ୟନ୍ତ କିଏ ଯିବେ କହିକିରି କହିଲେ, କିଏ 10 ସେଇ ପର୍ଯ୍ୟନ୍ତ କହିଲେ ବା ସେତିକିରେ ଆଉ ଶୁଣାଗଲାନି। ଆଚ୍ଛା ତାହେଲେ ଏ ପ୍ରସଙ୍ଗ ଅନ୍ୟଦିନ କୁହାଯିବ। ହଁ ତାହେଲେ ସମ୍ପାତି ପର୍ଯ୍ୟନ୍ତ। ହଁ ହଁ ତାହେଲେ ଠିକ୍ ଅଛି। ହଁ ସମ୍ପାତି ପର୍ଯ୍ୟନ୍ତ ସେ ହଁ ହଁ ନା ରାମନବମୀ ଆମର ସବୁ ପ୍ରୋଗ୍ରାମ ଅଛି, ତାପରେ ଅନ୍ୟ ଜାଗାରେ ପ୍ରୋଗ୍ରାମ ଅଛି, ଆଗରେ ସବୁ ଇଏ କରି ରଖିଛନ୍ତି। ରାମନବମୀ ଦିନରେ ହଁ ରାମନବମୀ, ହଁ ସେ ହପ୍ତାହରେ ରାମନବମୀ ସରିଲା ପରେ। ହଁ ତ ଏଇ ସମ୍ପାତିଙ୍କର ସମ୍ପାତି ଆଉ ହନୁମାନଙ୍କର କଥା କୁହାଯିବ। କାରଣ ରାମଲୀଳା ଆରମ୍ଭ କଲେ ତା ଶେଷ ନାହିଁ। କଥା ବୁଝିପାରିଲେ? ସେ କଥା ତ ଚାଲିଥିବ ସେ ଘଣ୍ଟାଟେ ଏସବୁ କଥା ନୁହେଁ। ତ ସେଇ ହିସାବରେ ଭାଗ କରି କହିବା। ହଁ ଆମର ସେ ଦୁର୍ଭାଗ୍ୟ ସେ ନେଟ୍ ନଥିଲା, ଆଉ ମୁଁ ତ କହି ଚାଲିଛି। ହଁ ତ ତାପରେ ଭଲ ଭଲ କଥା ଆସିଛି। ହଁ ଏଇଟା ରାମଚନ୍ଦ୍ର ପର୍ଯ୍ୟନ୍ତ କୁହାଗଲା। ତାପରେ ଆଉ ବାକି ରହିଛି ହଳଧର ରୂପ, ବୁଦ୍ଧ ରୂପ, ଆଉ ଏସବୁ କଥା ବାକି ରହିଛି। ବୁଝିପାରିଲେ? ମାନେ ରାମଚନ୍ଦ୍ର ଅବତାର ପରେ ରାମଚନ୍ଦ୍ର ହେଉଛି ଅଷ୍ଟମ ଅବତାର, ନବମ ହେଉଛନ୍ତି ହଳଧର, ନା ସପ୍ତମ। ରାମଚନ୍ଦ୍ର ହେଉଛି ସପ୍ତମ, ଆଉ ଅଷ୍ଟମ ହେଉଛନ୍ତି ହଳଧର, ଆଉ ନବମ ହେଉଛନ୍ତି ବୁଦ୍ଧ, ଆଉ କଲ୍କି ହେଉଛନ୍ତି ଦଶମ। ଏ କଥା ଗୁଡ଼ିକ ବାକି ରହିଛି। ମାନେ ଆମେ ରାମଚନ୍ଦ୍ରଙ୍କର କଥା ନେଇ ଆଲୋଚନା କରୁ। ରାମଚନ୍ଦ୍ରଙ୍କ ପରେ ଭଗବାନ ଆସିଥିଲେ ହଳଧର ରୂପ, ତାପରେ ନେଇ ଆସିଥିଲେ ବୁଦ୍ଧ ରୂପ, ତାପରେ ଲାଷ୍ଟ କଲ୍କି ରୂପ ନେଇ ଆସିବେ। ଏସବୁ କଥା କୁହାଯାଉଛି। ତ ସେତିକି କୁହାଯାଉଛି ରସ ବିଷୟ ଆପଣ ଜାଣିବା ପାଇଁ ଚାହୁଁଛନ୍ତି। ୟା ପରେ ଭଗବାନ କୃଷ୍ଣ ହଳଧର ରୂପ ଧାରଣ କରି ଆସିଥିଲେ। ତ ହଳଧର ରୂପ କିଏ? ସବୁ ଧୃତ ହଳଧର ରୂପ। ହଁ
বহসি বপসি বিশদ বসনং জলদাভম হলহতি ভীতি মিলিত যমুনাভম কেশব ধৃত হলধর রূপ। এই কথা কুহযাଉଛି। জয়দেব গোস্বাମୀ এই କଥା କହୁଛନ୍ତି। ଅର୍ଥାତ୍ ବଳଦେବଙ୍କର ଦେହଟା ହେଉଛି ଶୁଭ୍ର ବର୍ଣ୍ଣ, କର୍ପୂର ଭଳି, ଆଉ ଶୁଭ୍ର ଦେହର ଉପରେ ନୀଳ ବସନ ଧାରଣ କରିଥିଲେ। ବଳରାମ ଯେତେବେଳେ ଦ୍ୱାରକାରୁ ବୃନ୍ଦାବନକୁ ଆସିଥିଲେ ଇଏ ସାନ୍ତ୍ୱନା ଦେବା ପାଇଁ ବ୍ରଜବାସୀମାନଙ୍କ ନିଜ ପ୍ରେୟସୀମାନଙ୍କୁ, ତ ସେତେବେଳେ ଆସି ନିଜ ପ୍ରେୟସୀ, ବଳରାମଙ୍କ ପ୍ରେୟସୀ ସବୁ ଅଲଗା, କୃଷ୍ଣଙ୍କ ପ୍ରେୟସୀ ଅଲଗା, ବଳରାମଙ୍କ ପ୍ରେୟସୀ ଅଲଗା। ଯେଉଁମାନେ ନାଗକନ୍ୟା ଥିଲେ ସେମାନେ ଗୋପୀଗିରିରେ ଜନ୍ମ ନେଇଛନ୍ତି ଗୋପୀ ରୂପେ, ସେଇମାନେ ହେଉଛନ୍ତି ବଳରାମଙ୍କର ପ୍ରେୟସୀ। ତ ଏମାନଙ୍କ ନେଇ ସେ ବିହାର କରିଥିଲେ ବୃନ୍ଦାବନରେ। ଏମିତି ସମୟ ଇଚ୍ଛା ହେଲା ଯମୁନାରେ ଜଳ କ୍ରୀଡ଼ା କରିବେ। ତେମିତି ସମୟ ବାରିଣୀ ଦେବୀ ସେ ତାଙ୍କର ପିତାଙ୍କ ଦ୍ୱାରା ପ୍ରେରିତ ହୋଇ ଏ ବାରିଣୀ ମଦ ନେଇ ଆସିଥିଲେ। ବଳରାମଙ୍କ ପ୍ରେୟସୀମାନେ ସେ ମଦ ପିଇକିରି ସେ ଉନ୍ମତ୍ତ ହେଲେ ଯମୁନାରେ ଜଳ କ୍ରୀଡ଼ା କରିବା ପାଇଁ। ଯମୁନାକୁ ଆବାହନ କଲେ, ଯମୁନା ଦେବୀ ଆସିଲେ ନାହିଁ। ସେତେ ହଳଧରଙ୍କ ମଧ୍ୟରୁ କ୍ରୋଧ ଜାତ ହେଇଗଲା। ସେ ହଳ ଉତ୍ତୋଳନ କଲେ ଯମୁନାକୁ ଛିନ୍ନ ଭିନ୍ନ କରିଦେବା ପାଇଁ। ତେଣୁ ହଳ ହେତୁ ଭୀତି ମିଳିତ ଯମୁନା। ତ ବଳରାମଙ୍କର ଏ ପ୍ରଭାବ ଦେଖି ଯମୁନା ଦେବୀ ବୁଝିପାରିଲେ ସାକ୍ଷାତ ଭଗବାନ, ମୁଁ ୟାର ଆଦେଶ ଅବଜ୍ଞା କରିବା ଯୋଗୁଁ ମୋର ଅପରାଧ ହେଇଛି। ତେଣୁ ସେ ଆସି ବଳରାମଙ୍କ ଚରଣ ଯେତେ ପ୍ରଣତ ହେଉଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି। ସେତେବେଳେ ବଳରାମଙ୍କ ଦେଖି ସେ ଡରି ଯାଇଥିଲେ। ତ ବଳରାମଙ୍କର ଶୁଭ୍ର ଦେହ ଉପରେ ନୀଳ ବସନ ରିଫ୍ଲେକ୍ସନ୍ ଯମୁନା ଦେବୀର ଉପରେ ପତିତ ହେବା ଯୋଗୁଁ ସେଇ ଦିନ ଯମୁନା ଜଳ ନୀଳବର୍ଣ୍ଣ ଧାରଣ କଲା। ଏଥିଲାଗି କୁହାଯାଏ ବହସି ବପୁସି ବିଶଦ ବିଷଣଂ ଜଳଦାଭଂ ହଲୟତି ଭୀତି ମିଳିତ ଯମୁନାଭଂ କେଶବ ଧୃତ ହଳଧର ରୂପ। ତେଣୁ ଏଇ ଭଗବାନ କୃଷ୍ଣ ହଳଧର ରୂପ ଧାରଣ କରି ସେ ସଖରସ ହାସ୍ୟରସ ଆସ୍ୱାଦନ କରିଛନ୍ତି। ଏଠାର ଭଗବାନ କୃଷ୍ଣ ହଳଧର ରୂପ ଧାରଣ କେଉଁ ରସ ନା ହାସ୍ୟରସ। ଅର୍ଥାତ୍ ଯମୁନା ଦେବୀ ହାସ୍ୟ ଏକ ଗୌଣ ରସ। ଯମୁନା ଦେବୀ ବଳରାମକୁ ପରମେଶ୍ୱର ଭଗବାନ ହିସାବରେ ସେ ପ୍ରଥମେ ବୁଝିପାରିନଥିଲେ। ତେଣୁ ଯେତେ ବୁଝିପାରିଲେ ସେତେ ହାସିର ଉଦ୍ର ହେଇଗଲା ବଳରାମ ଉଦ୍ର। ତେଣୁ ଏ ହାସ୍ୟରସ ଆସ୍ୱାଦନ କରିଛନ୍ତି। ସେ ଭକ୍ତି ସିଦ୍ଧାନ୍ତ ଶାସ୍ତ୍ରରେ ଏଇ ସିଦ୍ଧାନ୍ତ ଦେଲେ। ତାପରେ ସେଇ ଭଗବାନ କୃଷ୍ଣ ବୁଦ୍ଧ ଅବତାର ରୂପ ଧାରଣ କରି ଆସିଲେ। ବୁଦ୍ଧ ଅବତାର ରୂପ ଧାରଣ କରି ଆସି କ'ଣ କଲେ ନା ନିନ୍ଦସି ଯୋଗ୍ୟ ବିଦେହ ଶ୍ରୁତି ଜାତଂ ସଦୟ ହୃଦୟ ଦର୍ଶିତ ଘାତଂ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ। ତ ଭଗବାନ କୃଷ୍ଣ ବୁଦ୍ଧ ଅବତାର ରୂପ ଧାରଣ କରି ଆସି ଏ ପଶୁମାନଙ୍କ ପ୍ରତି ସଦୟ ହୋଇ ଏ ଅହିଂସା ଧର୍ମ ପ୍ରବର୍ତ୍ତନ କଲେ, ଅର୍ଥାତ୍ ପଶୁ ହତ୍ୟା ବନ୍ଦ କଲେ। ତେଣୁ ଏଠାରେ ସେ ଶାନ୍ତରସ ଆସ୍ୱାଦ ବୁଦ୍ଧ ଅବତାର ରୂପ ଧାରଣ କରି ଶାନ୍ତରସ ଆସ୍ୱାଦନ କଲେ। ତାପରେ ସେଇ ଭଗବାନ କୃଷ୍ଣ କଲିଯୁଗ ଶେଷରେ କଲ୍କି ଅବତାର ରୂପ ଧାରଣ କରି ଆସିଲେ। ତେଣୁ ଜୟଦେବ ଗୋସ୍ୱାମୀ କହୁଛନ୍ତି ମ୍ଲେଚ୍ଛ ନିଧନ କଲେଶି କରବାଲମ୍ ଧୂମକେତୁ ମିବ କିମପି କରବାଲମ୍ କେଶବ ଧୃତ କଲ୍କି ଶରୀର ଜୟ ଜଗଦୀଶ ହରେ। ସେତେବେଳେ ଭଗବାନ କୃଷ୍ଣ କଲ୍କି ଅବତାର ରୂପ ଧାରଣ କରି ହାତରେ ଖଡ଼ଗ ନେଇ ଘୋଡ଼ା ପିଠରେ ଆରୋହଣ କରି ମନୋବେଗରେ ଗତି କରି ସମସ୍ତଙ୍କ ମସ୍ତକ ଛେଦନ କରିବେ। ତ ସେତେବେଳେ ସେ ବୀର ରସ ଆସ୍ୱାଦନ କରିବେ। এই ভক্তি সিদ্ধান্ত শাস্ত্রে এই 10 অবতার রূপ ধারণ করে ভগবান কেউ রস আস্বাদন করতে সেই কথা সে ব্যাখ্যা করেছেন। তা আজ এই পর্যন্ত রাখা যাও, কাইকি না আমি যে কথা কয়া চাইছিল সেটা সময় হেলানি, 2:30 বাজিବାକୁ গলা। ସାଢେ ଦିଟା ତାପରେ ବର୍ତ୍ତମାନ 2-4 ମିନିଟ୍ ସମୟ ଦିଆଯାଉଛି। କାହାର ଯଦି କିଛି ପ୍ରଶ୍ନ ଥାଏ ତାହେଲେ ପଚାରି ପାରନ୍ତି। ଆମେ ତାହେଲେ ସେଇ ସମ୍ପାତି କଥା ହନୁମାନଙ୍କ କଥା ପରେ କହିବା। କାହାର କିଛି ପ୍ରଶ୍ନ ଅଛି? ଏ 10 ଅବତାର ଆଜିର ରାମ କଥା ଏ ବିଷୟରେ କାହାର କିଛି ପ୍ରଶ୍ନ ଥିବ ବୋଇଲେ ପଚାରି ପାରିବ। ମାତାଜୀ ମହାରାଜ କେଶବର ଡେଫିନେସନ ଯୋଉ କହିଲେ ସେଇଟା ଜଣେ ମାତାଜୀ ପଚାରିଥିଲେ ଆଉଥରେ। କେଶବ ଶବ୍ଦ ବିଚ୍ଛେଦ, କେଶବ ଶବ୍ଦଟି ଯଦି ବିଚ୍ଛେଦ କରାଯିବ ଏ ତ ସନ୍ଧିବଦ୍ଧ, ବିଚ୍ଛେଦ କଲେ କ ଯୁକ୍ତ ଈଶ ଯୁକ୍ତ ବ କେଶବ, କ ଯୁକ୍ତ ଈଶ ଯୁକ୍ତ ବ
ये माने व्याकरणगत ये ज्ञान जब न थे बुझीपारे ना सन्धि विच्छेद सन्धि बद्ध ସନ୍ଧି ବିଚ୍ଛେଦ ଅଛି हाँ सन्धि विच्छेद करा जाउछि या सन्धि अवस्था माने युक्त अवस्था अछि ताके विच्छेद करा जाउछि केशव शब्द सन्धि विच्छेद करले क युक्त ईश युक्त ब माने कर अर्थ होछि ब्रह्मा ईश अर्थ होछि शिव और बर अर्थ होछि वशीभूत तो ये शिव ब्रह्मा आदि बड़ बड़ देवता जहाँ द्वारा वशीभूत हमें तांका नाम होछि केशव तो किए से कृष्ण कृष्ण के गोटे नाम होछि केशव बुझिगला बर अर्थ ହଁ बर अर्थ ब्रह्मा ईश्वर अर्थ शिव कर अर्थ ହଉଛନ୍ତି वशीभूत ଯାହାର ବସରେ ଅଛନ୍ତି वशीभूत वशीभूत। जो मैंने ईश देवता मैंने वशीभूत हमें जहाँ द्वारा ହଁ से होजन केशव मैंने कृष्ण मैंने कृष्ण ଧନ୍ୟବାଦ ମହାରାଜ गॉड इज वन से एक ही कृष्ण भिन्न भिन्न रूप धारण करी आसछन्ति माने सेथिलागि आमर कहा जाए भगवान होचन्ति जने राम उन्न केही नहंति सेही कृष्ण भगवदार उन्न ସେଥିପାଇଁ केही ସବୁଠୁ କୁହାଯାଇଛି ନା କେଶବ ଧୃତ ଏ word ଟା ସବୁ ପୁରା ସବୁ ଜାଗା ସମସ୍ତଙ୍କୁ କୁହାଯାଇଛି सब स्तोत्र शेष गोटे कथा कह केशव धृत मीन शरीर केशव धृत पूर्ण शरीर पूर्ण शरीर କେଶବ ଧୃତ ବୁଦ୍ଧ ଶରୀର ସେ ଯୋଉ କୁହାଯାଇଛି ବହୁତ ଭଲ କି ଆପଣ ବ୍ୟାଖ୍ୟା କଲେ ଏ 10 ଅବତାର ସ୍ତୋତ୍ର ରହିଲେ ଆଉ ରାମ କଥା ବହୁତ ବହୁତ ଧନ୍ୟବାଦ ମହାରାଜ ଆପଣ ଆମେ ସମସ୍ତେ ବହୁତ ବହୁତ କୃତଜ୍ଞ ଅଛୁ ଆପଣଙ୍କର କଥା ଶୁଣିକି ସମସ୍ତେ ଧନ୍ୟ ହେଲୁ ठीक আছে ହରେ କୃଷ୍ଣ ବହୁତ ଦଣ୍ଡ ପ୍ରଣାମ हरे कृष्ण आमे राखुचे ମହାରାଜ ଦଣ୍ଡ ପ୍ରଣାମ हरे कृष्ण କାରଣ ନାହିଁ ବେଲେ ଆଜି କଥାକୁ ଏଠି ବିରାମ ଦେବା हाँ ମହାରାଜକୁ ସମସ୍ତେ ଧନ୍ୟବାଦ କରିବା ତିନିଥର ହରେ କୃଷ୍ଣ ସମସ୍ତେ ହରେ କୃଷ୍ଣ हरे कृष्ण हरे कृष्ण हरे कृष्ण हरे राम हरे राम